everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ରୀତିଯୁଗୀୟ କାବ୍ୟାଦର୍ଶ। ରୀତିଯୁଗରେ ଆମ ନେଟ୍ ସିଲେବସ୍ ୱାଇଜ୍ ଆଲୋଚନା କରୁଥିଲି। ତ ଏଇଟା ହେଉଛି ଆମର ଓଡ଼ିଆ ସାହିତ୍ୟର ଇତିହାସ ବୁକ୍ ପ୍ରେମାନନ୍ଦ ସାରଙ୍କର। ତ ରିଙ୍ଗ ଧାତୁରେ ଅଧିକରଣାର୍ଥେ 3 ପ୍ରତ୍ୟୟ ଯୁକ୍ତ ହେବା ଦ୍ୱାରା ରୀତି ଶବ୍ଦର ସୃଷ୍ଟି। ଆମର ରୀତି ଶବ୍ଦର କିପରି ସୃଷ୍ଟି ହେଇଛି ନା ରିଙ୍ଗ ଧାତୁରେ ଅଧିକରଣାର୍ଥେ 3 ପ୍ରତ୍ୟୟ ଯୁକ୍ତ ହେବା ଦ୍ୱାରା ରୀତି ଶବ୍ଦର ସୃଷ୍ଟି ହୋଇଛି। ଏହାର ଅର୍ଥ ହେଉଛି ପନ୍ଥା, ଗତି, ମାର୍ଗ ବା ପଦ୍ଧତି। ଆମର ରୀତି ଶବ୍ଦର ଅର୍ଥ କ'ଣ? ପନ୍ଥା, ଗତି, ମାର୍ଗ ବା ପଦ୍ଧତି। ରୀତି ପ୍ରଥମେ ସ୍ଥାନକୁ ନେଇ ସୃଷ୍ଟି ହୋଇଥିଲା। ଆଚାର୍ଯ୍ୟ ଭାମହ 2 ଗୋଟି ରୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଆଚାର୍ଯ୍ୟ ଭାମହ କେତେ ଗୋଟି ରୀତିକୁ ଉଲ୍ଲେଖ କରିଛନ୍ତି? 2 ଗୋଟି। କ'ଣ କ'ଣ? ନା ବୈଦର୍ଭୀ ଆଉ ଗୌଡ଼ୀ ରୀତି। ହେଲା, ମନେ ରଖିବେ। ଆଚାର୍ଯ୍ୟ ଭାମହ ଆମର ବୈଦର୍ଭୀ ଆଉ ଗୌଡ଼ୀ ରୀତି 2 ଭାଗରେ ବିଭକ୍ତ କରିଛନ୍ତି। ସେହିପରି ଆଚାର୍ଯ୍ୟ ଦଣ୍ଡୀ 2 ଗୋଟି ମାର୍ଗ ବା ରୀତିକୁ ସ୍ୱୀକାର କରିଛନ୍ତି। ହେଲା, ଆମର ବାମନ ଦଣ୍ଡୀ ମଧ୍ୟ ସେଇ 2 ଗୋଟି ରୀତିକୁ ସ୍ୱୀକାର କଲେ, କିନ୍ତୁ ବାମନ ରୀତିକୁ 3 ଭାଗରେ ବିଭକ୍ତ କରିଛନ୍ତି। ବୈଦର୍ଭୀ, ଗୌଡ଼ୀ ଆଉ ପାଞ୍ଚାଳୀ। ହେଲା, ବାମନ ରୀତିକୁ କେତେ ଭାଗରେ ବିଭକ୍ତ କରିଛନ୍ତି? ନା 3 ଭାଗରେ। ବୈଦର୍ଭୀ, ଗୌଡ଼ୀ ଆଉ ପାଞ୍ଚାଳୀ। ଗୌଡ଼ୀ ବାମନଙ୍କ ମତରେ ଗୌଡ଼ୀ ହେଉଛି ଅଜ ଓ କାନ୍ତି ଗୁଣ ସର୍ବସ୍ୱ। ପାଞ୍ଚାଳୀ ଏଥିରେ ମାଧୁର୍ଯ୍ୟ ଗୁଣ ଓ ସୌକୁମାର୍ଯ୍ୟ ଗୁଣ ନିହିତ। ଭଜରାଜ ଅବନ୍ତିକା ଓ ମାଧୁର୍ଯ୍ୟ ରୀତିଦ୍ୱୟର ନାମୋଲ୍ଲେଖ କରିଛନ୍ତି। ହେଲା, ଭଜରାଜ ଆଉ 2ଟା ରୀତିକୁ ଆଡ଼୍ କଲେ, ଅବନ୍ତିକା ଆଉ ମାଧୁର୍ଯ୍ୟ। ତ ଦେଖିବା, ପ୍ରାଚୀନ ସାହିତ୍ୟରେ ବିଭିନ୍ନ ସମ୍ପ୍ରଦାୟ ଏବଂ ସେଗୁଡ଼ିକର ପ୍ରବକ୍ତାମାନଙ୍କୁ ନିମ୍ନରେ ଉଲ୍ଲେଖ କରାଗଲା। ରସ ସମ୍ପ୍ରଦାୟର ପ୍ରବକ୍ତକ ହେଉଛନ୍ତି ଭରତ ମୁନି ଆଉ ବିଶ୍ୱନାଥ କବିରାଜ। ମନେ ରଖିବେ, ଏକ୍ଜାମ୍ରେ ଆସେ। ରସ ସମ୍ପ୍ରଦାୟର ପ୍ରବକ୍ତକ ହେଉଛନ୍ତି ଭରତ ମୁନି, ବିଶ୍ୱନାଥ କବିରାଜ। ସେହିପରି ରୀତି ସମ୍ପ୍ରଦାୟର ପ୍ରବକ୍ତକ ହେଉଛନ୍ତି ଆଚାର୍ଯ୍ୟ ଦଣ୍ଡୀ। ରୀତି ସମ୍ପ୍ରଦାୟର ପ୍ରବକ୍ତକ ଆଚାର୍ଯ୍ୟ ଦଣ୍ଡୀ। ଗୁଣ ସମ୍ପ୍ରଦାୟର ପ୍ରବକ୍ତକ ଆଚାର୍ଯ୍ୟ ବାମନ। ଗୁଣ ସମ୍ପ୍ରଦାୟର ପ୍ରବକ୍ତକ ଆଚାର୍ଯ୍ୟ ବାମନ। ଅଳଙ୍କାର ସମ୍ପ୍ରଦାୟର ପ୍ରବକ୍ତକ ଭାମହ ଆଉ ରୁଦ୍ରଟ। ଅଳଙ୍କାର ସମ୍ପ୍ରଦାୟ ପ୍ରବକ୍ତକ ଭାମହ ଆଉ ରୁଦ୍ରଟ। ଧ୍ୱନି ସମ୍ପ୍ରଦାୟର ପ୍ରବକ୍ତକ ଆନନ୍ଦବର୍ଦ୍ଧନ ଆଉ ଅଭିନବ ଗୁପ୍ତ। ଧ୍ୱନି ସମ୍ପ୍ରଦାୟର ପ୍ରବକ୍ତକ ଆନନ୍ଦବର୍ଦ୍ଧନ ଆଉ ଅଭିନବ ଗୁପ୍ତ। ବକ୍ରୋକ୍ତି ସମ୍ପ୍ରଦାୟର ପ୍ରବକ୍ତକ ଆଚାର୍ଯ୍ୟ କୁନ୍ତକ। ବକ୍ରୋକ୍ତି ସମ୍ପ୍ରଦାୟର ପ୍ରବକ୍ତକ ଆଚାର୍ଯ୍ୟ କୁନ୍ତକ। ଐଚ୍ଛିତ୍ୟ ସମ୍ପ୍ରଦାୟର ପ୍ରବକ୍ତକ ଆଚାର୍ଯ୍ୟ କ୍ଷେମେନ୍ଦ୍ର। ଐଚ୍ଛିତ୍ୟ ସମ୍ପ୍ରଦାୟର ପ୍ରବକ୍ତକ ଆଚାର୍ଯ୍ୟ କ୍ଷେମେନ୍ଦ୍ର। ହେଲା, ମନେ ରଖିବେ। ଆମର ଆଚାର୍ଯ୍ୟ ବାମନ ରୀତିକୁ କାବ୍ୟର ଆତ୍ମା ଭାବେ ଗ୍ରହଣ କରିଛନ୍ତି। ଏଇଟା ମନେ ରଖିବେ। ତେଣୁ ସେ କହିଛନ୍ତି ରୀତି ଆତ୍ମା କାବ୍ୟସ୍ୟ। କିଏ? ଆଚାର୍ଯ୍ୟ ବାମନ ରୀତିକୁ କାବ୍ୟର ଆତ୍ମା ଭାବେ ଗ୍ରହଣ କରିଛନ୍ତି। ତେଣୁ ସେ କହିଛନ୍ତି ରୀତି ଆତ୍ମା କାବ୍ୟସ୍ୟ। ଦଣ୍ଡୀ ରୀତିକୁ କାବ୍ୟର ଶୋଭାକରଣ ଧର୍ମ ବୋଲି କହିଛନ୍ତି। ଦଣ୍ଡୀ ରୀତିକୁ କ'ଣ କହିଛନ୍ତି? ରୀତିକୁ କାବ୍ୟର ଶୋଭାକରଣ ଧର୍ମ ବୋଲି କହିଛନ୍ତି। ସାହିତ୍ୟ ଦର୍ପଣ ଗ୍ରନ୍ଥରେ ଆଳଙ୍କାରିକ ବିଶ୍ୱନାଥ କବିରାଜ ଉଲ୍ଲେଖ କରିଛନ୍ତି ଯେ ପଦ ସଂଗଠନା ରୀତି ଅଙ୍ଗ ସଂସ୍ଥା ବିଶେଷବତ୍ ଉପକୀର୍ତ୍ତି ରସାଦିନାମ। ଆମର ଶବ୍ଦଗୁଣ କେତୋଟି? 10ଟି। ଅଜ, ପ୍ରାସାଦ, ଶ୍ଳେଷ, ସମତା, ସମାଧି, ମାଧୁର୍ଯ୍ୟ, ସୌକୁମାର୍ଯ୍ୟ, ଉଦାରତା, ଅର୍ଥୋକ୍ତି, କାନ୍ତି। ଅର୍ଥଗୁଣ
ସେହିପରି ଆଚାର୍ଯ୍ୟ ଭାମହ ଦୁଇ ପ୍ରକାରର ରୀତି ନାମ ଲେଖ କରିଛନ୍ତି, ବୈଦର୍ଭୀ ଆଉ କେଉଁଠି ହେଲା। ନେକ୍ସଟ ଆଚାର୍ଯ୍ୟ ଦଣ୍ଡୀ କହିଛନ୍ତି କ'ଣ? କାବ୍ୟାଦର୍ଶରେ ମନେ ରଖିବେ, କାବ୍ୟ ସଭାକରନ୍ ଧର୍ମାନ୍ ଅଳଙ୍କାରାନ୍ ପ୍ରଯଜ୍ୟତେ ହେଲା। ଦଣ୍ଡୀ କାବ୍ୟାଦର୍ଶରେ କହିଛନ୍ତି କାବ୍ୟ ସଭାକରାନ୍ ଧର୍ମାନ୍ ଅଳଙ୍କାରାନ୍ ପ୍ରଯଜ୍ୟତେ। ଆଚାର୍ଯ୍ୟ ବାମନଙ୍କ ମତରେ ସେ କାବ୍ୟ ଅଳଙ୍କାର ସୂତ୍ରରେ କହିଲେ ସୌନ୍ଦର୍ଯ୍ୟ ଅଳଙ୍କାର। ଆଚାର୍ଯ୍ୟ ବାମନଙ୍କ ମତରେ ସେ କାବ୍ୟ ଅଳଙ୍କାର ସୂତ୍ରରେ କହିଲେ ସୌନ୍ଦର୍ଯ୍ୟ ଅଳଙ୍କାର। ଆଚାର୍ଯ୍ୟ ଭାମହଙ୍କ ମତରେ ଆଚାର୍ଯ୍ୟ ଭାମହ କହିଲେ କାବ୍ୟାଦର୍ଶରେ କାବ୍ୟ ଅଳଙ୍କାରରେ ନୋ କାନ୍ତମୟୀ ନିଭୃଶଂ ବିଭାତି ବନିତା ମୁଖମ୍। ସେପରି ବିଶ୍ୱନାଥ କବିରାଜ କହିଛନ୍ତି ସାହିତ୍ୟ ଦର୍ପଣରେ ଶବ୍ଦାର୍ଥ ରସ୍ତିରା ଯେ ଧର୍ମା ସଭାତି ସାଇନ। ତ ଏବେ ଦେଖିବା ଆମର ରୀତି ଯୁଗର ପ୍ରମୁଖ କବିଗଣଙ୍କୁ। ପ୍ରଥମେ ଆସିଲେ ଧନଞ୍ଜୟ ଭଞ୍ଜ। ଧନଞ୍ଜୟ ଭଞ୍ଜଙ୍କ ରଚନା, ସେ 5 ଗୋଟି କାବ୍ୟର ରଚୟିତା। ଧନଞ୍ଜୟ ଭଞ୍ଜ ମନେ ରଖିବେ। 5 ଗୋଟି କାବ୍ୟ ଗୁଡ଼ିକ ହେଉଛି ଇଚ୍ଛାବତୀ, ଅନଙ୍ଗରେଖା, ମଦନମଞ୍ଜରୀ, ତ୍ରିପୁର ସୁନ୍ଦରୀ, ଶ୍ରୀରାମ ବିଳାସ ହେଲା। ଇଚ୍ଛାବତୀ, ଅନଙ୍ଗରେଖା, ମଦନମଞ୍ଜରୀ, ତ୍ରିପୁର ସୁନ୍ଦରୀ ଆଉ ଶ୍ରୀରାମ ବିଳାସ। ତ ଶ୍ରୀରାମ ବିଳାସ କାବ୍ୟକୁ ରାଜକବି ଧନଞ୍ଜୟ ଶ୍ରେଷ୍ଠ କୃତି ଭାବେ ଗ୍ରହଣ କରିଛନ୍ତି ହେଲା। ଶ୍ରୀରାମ ବିଳାସ କାବ୍ୟଟି 49 ଛାନ୍ଦ ବିଶିଷ୍ଟ। ଇଚ୍ଛାବତୀ କାବ୍ୟଟି 10 ଛାନ୍ଦ ବିଶିଷ୍ଟ। ଇଚ୍ଛାବତୀ କାବ୍ୟଟି 10 ଛାନ୍ଦ ବିଶିଷ୍ଟ। କାବ୍ୟର ନାୟିକା ହେଉଛନ୍ତି ଇଚ୍ଛାବତୀ, ନାୟକ ହେଉଛନ୍ତି ମଧୁକର ହେଲା। ଇଚ୍ଛାବତୀ କାବ୍ୟର ନାୟକ ହେଉଛନ୍ତି ଇଚ୍ଛାବତୀ, ନାୟିକା ହେଉଛନ୍ତି ମଧୁକର। ପ୍ରଥମ ଛାନ୍ଦ ମଙ୍ଗଳ ଗୁଜରୀ ନାମରେ ରଚିତ। ମଦନମଞ୍ଜରୀ 14 ଛାନ୍ଦ ବିଶିଷ୍ଟ ହେଲା। ଏହା କାଳ୍ପନିକ କାବ୍ୟ। ମଦନମଞ୍ଜରୀ 14 ଛାନ୍ଦ ବିଶିଷ୍ଟ। ଅନଙ୍ଗରେଖା 25 ଛାନ୍ଦ ବିଶିଷ୍ଟ। ଅନଙ୍ଗରେଖା 25 ଛାନ୍ଦ ବିଶିଷ୍ଟ। କବି କାବ୍ୟର ଶେଷରେ କହିଛନ୍ତି ନୀଳାଚଳ ପ୍ରଭୁପାଦ କଞ୍ଜ ବେନିଧାଇ ନୃପ ଧନଞ୍ଜୟ ଭଞ୍ଜ ଏହୁ ରୋଷ କହି। ଅନଙ୍ଗରେଖା କାବ୍ୟରେ ବିଭିନ୍ନ ଅଳଙ୍କାର ସମାବେଶ ଦେଖିବାକୁ ମିଳେ। ଲୋକନାଥ ବିଦ୍ୟାଧର ତାଙ୍କ ସାରସ୍ୱତ କୃତି ଗୁଡ଼ିକ ହେଉଛି ସର୍ବାଙ୍ଗ ସୁନ୍ଦରୀ, ଚିତ୍ରକଳା, ପଦ୍ମାବତୀ ପରିଣୟ, ବୃନ୍ଦାବନ ବିହାର ଏବଂ ନୀଳାଦ୍ରି ମହୋତ୍ସବ। ସର୍ବାଙ୍ଗ ସୁନ୍ଦରୀ, ନୀଳାଦ୍ରି ମହୋତ୍ସବ ହେଲା। ଲୋକନାଥ ବିଦ୍ୟାଧରଙ୍କ ରଚନା ଗୁଡ଼ିକ କ'ଣ କ'ଣ? ସର୍ବାଙ୍ଗ ସୁନ୍ଦରୀ, ଚିତ୍ରକଳା, ପଦ୍ମାବତୀ ପରିଣୟ, ବୃନ୍ଦାବନ ବିହାର, ନୀଳାଦ୍ରି ମହୋତ୍ସବ। ସର୍ବାଙ୍ଗ ସୁନ୍ଦରୀ ଏକ ପ୍ରେମ ଖ୍ୟାନମୂଳକ କାବ୍ୟ। ନୀଳାଦ୍ରି ମହୋତ୍ସବରେ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ପ୍ରସଙ୍ଗ ବର୍ଣ୍ଣିତ। ପଦ୍ମାବତୀ ପରିଣୟ ଆଉ ନୀଳାଦ୍ରି ମହୋତ୍ସବ 1698ରେ ସମାପ୍ତ ହୋଇଥିବା ବିଷୟ। ନୀଳାଦ୍ରି ମହୋତ୍ସବରେ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ପ୍ରସଙ୍ଗ ବେଶ ଆଳଙ୍କାରିକ ରୀତିରେ ବର୍ଣ୍ଣିତ। ପ୍ରଥମ ଛାନ୍ଦରେ କବି ଜଗନ୍ନାଥଙ୍କ ବନ୍ଦନା କରିଛନ୍ତି।
ଯଥା ଜୟ ଜୟ ଜଗନ୍ନାଥ ଦୁରିତ ହର କଳିତ କର ରଥାଙ୍ଗ ପଦ ଅମ୍ବୁଜ ତମାଳ ସାଦ୍ବଳ ସୁର ସୂତା କମଳ ରାହୁରେଖା ବଦନକୁ ଦିଶେ ୟଶନ। ନେକ୍ସଟ ମଦନ ମଞ୍ଜରୀ 14 ଛାନ୍ଦ ବିଶିଷ୍ଟ। ମଦନ ମଞ୍ଜରୀ 14 ଛାନ୍ଦ ବିଶିଷ୍ଟ। ଅନଙ୍ଗରେଖା 25 ଛାନ୍ଦ ବିଶିଷ୍ଟ। ବୃନ୍ଦାବନ ବିହାର କାବ୍ୟଟି 5 ଛାନ୍ଦ ବିଶିଷ୍ଟ। ପଦ୍ମାବତୀ ପରିଣୟ 18 ଛାନ୍ଦ ବିଶିଷ୍ଟ। ଚିତ୍ରକଳା 15 ଛାନ୍ଦ ବିଶିଷ୍ଟ। ହେଲା, ମନେ ରଖିବେ ବୃନ୍ଦାବନ ବିହାର କାବ୍ୟଟି 5 ଛାନ୍ଦ ବିଶିଷ୍ଟ। ପଦ୍ମାବତୀ ପରିଣୟ 18 ଛାନ୍ଦ ବିଶିଷ୍ଟ। ଚିତ୍ରକଳା 15 ଛାନ୍ଦ ବିଶିଷ୍ଟ। ଦୀନକୃଷ୍ଣ ଦାସ ତାଙ୍କର ରଚନା ହେଉଛି ରସକଲ୍ଲୋଳ। ତାଙ୍କର ସର୍ବଶୀଳ ତାର ପଟାନ୍ତର ନାହିଁ। କବି ଦୀନକୃଷ୍ଣଙ୍କ ଭାଷାରେ କୋଟି ବ୍ରହ୍ମାଣ୍ଡ ପ୍ରଭୁ ଜଗନ୍ନାଥ କରନ୍ତି ପୂର୍ଣ୍ଣ ଜନ ମନୋରଥ। ନେକ୍ସଟ ନାମରତ୍ନ ଗୀତାରେ ଉଲ୍ଲେଖ କରିଛନ୍ତି କ'ଣ ନା ଦୀନକୃଷ୍ଣ ଦାସ ତାଙ୍କ ନାମରତ୍ନ ଗୀତାରେ କହିଛନ୍ତି, ଯେଉଁ କାଳେ ସପ୍ତଦଶ ଅଙ୍ଗ ହେବ ଜାଣ, ଯୁଧିଷ୍ଠିର ନାମେ ଥିବ ଦିବ୍ୟ ସିଂହ ରାଣ। କବି ଦୀନକୃଷ୍ଣଙ୍କ ରସବିନୋଦ କାବ୍ୟରେ ନିଜର ପରିଚୟ, ଜନ୍ମସ୍ଥାନ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। କେଉଁଥିରେ? ରସବିନୋଦରେ। ଯଥା ଦେଖିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରମାନଙ୍କ ଯେ ଉତ୍ତମ, କ୍ଷେତ୍ରମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଉତ୍ତମ। ରସକଲ୍ଲୋଳ କାବ୍ୟ ଓଡ଼ିଆ ବାଣୀ ଭଣ୍ଡାରର ଏକ ସମୁଜ୍ଜ୍ୱଳ କୃତି। ରସକଲ୍ଲୋଳ କାବ୍ୟଟି କବି ଦୀନକୃଷ୍ଣ ସୃଜନଶୀଳ ମାନସର ମହିମ ସୃଷ୍ଟି। କୋଉ ଆଦ୍ୟ ନିୟମରେ ରଚିତ ରସକଲ୍ଲୋଳ? କ'ଣ ଲେଖିଛନ୍ତି ରସକଲ୍ଲୋଳରେ? କର ସାଧୁ ଜନେ ମନକୁ ଏକ, କର ଧୀରେ ଧ୍ୟାନ ନୀଳାଚଳ ନାୟକ। କୋଉ ଆଦ୍ୟରେ ହିଁ ହେଲା। ରସକଲ୍ଲୋଳ କାବ୍ୟଟିରେ ଗୋପୀ କୃଷ୍ଣ ପ୍ରେମର ମଧୁର କଲ୍ଲୋଳ ରହିଛି। କ ଅକ୍ଷରେ ହୋଇଛି ନିୟମ, କଥା ନହେ ଦିବ୍ୟ ଦିବ୍ୟ ସମ। କେତେ କୌତୁକ ଅଛନ୍ତି ଏଥି, କେବଳ କ୍ଷୀର ସିନ୍ଧୁ ପ୍ରାୟ ମନ୍ଥି। କାଳିନ୍ଦୀ କୁଳିଆ କଦମ୍ବ ମଳିଆ, କାହିଁ ଚମାଡ଼ିଆ ପାଦେ, କୃଷ୍ଣ ଦାସ ମନ ବଚନ କର୍ତ୍ତବ୍ୟ, ରଖିଅଛି ଅପରାଧେ। ସବୁ କରେ ହିଁ ଆରମ୍ଭ ରସକଲ୍ଲୋଳ। ନେକ୍ସଟ ପୁରୁଷୋତ୍ତମ ସିଂହ ମାନଧତା। ରାଜା ପୁରୁଷୋତ୍ତମ ସିଂହ ମାନଧତା ସଭାବତୀ ନାମକ ଖଣ୍ଡିଏ ମାତ୍ର କାବ୍ୟ ରଚନା କରିଛନ୍ତି। ଏହି କାବ୍ୟର ଦ୍ୱିତୀୟ ଛାନ୍ଦ ଶେଷରେ ଅଛି, ବଘେଲ କୁଲଈଶ ମାନଧାତା ଭଣି ଯେ, ସୁତରାଂ ପୁରୁଷୋତ୍ତମ ସିଂହ ମାନଧାତା ଥିଲେ ବଘେଲ ବଂଶୀୟ। ସଭାବତୀ କାବ୍ୟ ପୁରୁଷୋତ୍ତମ କାବ୍ୟର ଏକ ଅନୁପମ ସୃଷ୍ଟି। କାବ୍ୟ 10 ଛାନ୍ଦ ବିଶିଷ୍ଟ। ସଭାବତୀ
ସଭାବତୀ କାବ୍ୟର ନବମ ଛାନ୍ଦ ଭଣିତାରେ ନୟାଗଡ଼ର ପ୍ରସିଦ୍ଧ ଶିବ ଲଡ଼ୁକେଶ୍ୱରଙ୍କ ସ୍ତୁତି ରହିଛି। ଯଥା ପୂର୍ବେ ଯେ ରାମଚନ୍ଦ୍ରରେ ପୂଜିତ ଲଡ଼ୁକେଶ୍ୱର ନାମେ ଲିଙ୍ଗ ଖ୍ୟାତ। ନେକ୍ସଟ ଭୂପତି ପଣ୍ଡିତ। ନେକ୍ସଟ ରୀତି ଯୁଗର କବି ଭୂପତି ପଣ୍ଡିତ। ବୈଷ୍ଣବ କବି ଭାବରେ ଭୂପତି ପଣ୍ଡିତ ଏକ ପ୍ରତିନିଧିଷ୍ଟ ସ୍ଥାନ ଆସନ ଅଧିକାରୀ। ଭୂପତି ପଣ୍ଡିତ ଖ୍ରୀଷ୍ଟୀୟ 1650 ପରବର୍ତ୍ତୀ କାଳର କବି। ଭୂପତି ପଣ୍ଡିତଙ୍କର ଅନବାଦ୍ୟ ସୃଷ୍ଟି ହେଉଛି ପ୍ରେମ ପଞ୍ଚାମୃତ। ଶ୍ରୀକୃଷ୍ଣଙ୍କ ମହିମାକୁ ପ୍ରଦାନ କରିବାକୁ ଯାଇ କବି ଲେଖିଛନ୍ତି କୃଷ୍ଣ ମହିମା ଚହିଁ ଶୁଣି ସେ ସର୍ବ କାବ୍ୟରେ ମର୍ଦ୍ଦନୀ। ଯେବେ ନ ଥାଇ କୃଷ୍ଣ ରସ ସେ ସଂସ୍କୃତରେ କାର୍ଯ୍ୟ କିସ। ନେକ୍ସଟ ନୀଳକଣ୍ଠ ଭଞ୍ଜ। ତାଙ୍କର ରାଜତ୍ୱ କାଳ 1701 ରୁ 1703। ନୀଳକଣ୍ଠ ଭଞ୍ଜ ଉପେନ୍ଦ୍ର ଭଞ୍ଜଙ୍କ ପିତା ଥିଲେ। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି ତଦ୍ବତ୍ ତ ତାହାଙ୍କର ତନୁଜ ନରେଶ ନୀଳକଣ୍ଠ ଭଞ୍ଜ ତାହାଙ୍କ ଜ୍ୟେଷ୍ଠ ସୁତ ମୁହିଁ ଉପେନ୍ଦ୍ର ଭଞ୍ଜ ନାମ ବହି। ନୀଳକଣ୍ଠ ଭଞ୍ଜଙ୍କ 1701 ସାଲରୁ 1703 ସାଲ ପର୍ଯ୍ୟନ୍ତ ଘୁମୁସର ରାଜ୍ୟରେ ଥିଲେ। ନେକ୍ସଟ ଦେଖିବା ଉପେନ୍ଦ୍ର ଭଞ୍ଜ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରସଲେଖା କାବ୍ୟରୁ ସେ ରସଲେଖା ଉପେନ୍ଦ୍ର ଭଞ୍ଜଙ୍କ ରଚନା ହେଉଛି ଲାବଣ୍ୟବତୀ। ଲାବଣ୍ୟବତୀରେ ସେ ଲେଖିଛନ୍ତି ଯେବଂ ସେ ଇଷ୍ଟ ଦୁର୍ଗା ଦେବୀ ବରହି କସରୁ ସମ୍ଭବୀ ମନୁଷ୍ୟ ଏହି ଅଭୂତ ଭଞ୍ଜାନୁ ଭଞ୍ଜ ନାମ ସତ। ସେପରି ଉପେନ୍ଦ୍ର ଭଞ୍ଜ ଏଠାରେ ସୂଚନାଯୋଗ୍ୟ ଯେ ଦିବ୍ୟସିଂହଙ୍କ 27 ଅଙ୍କର ଶେଷ ଦିନ ଖ୍ରୀଷ୍ଟୀୟ 1710 ଭାଦ୍ରବ ମାସ ଶୁକ୍ଳ ପକ୍ଷ ଏକାଦଶୀରେ ନିର୍ଣ୍ଣିତ ହୋଇଥିଲା। ଧନଞ୍ଜୟ ଭଞ୍ଜଙ୍କ ରାଜତ୍ୱ କାଳ ହେଉଛି 1673 ରୁ 1701। ଧନଞ୍ଜୟ ଭଞ୍ଜ 5 ଗୋଟି କାବ୍ୟ ରଚନା କରିଥିଲେ। କ'ଣ କ'ଣ? ଇଚ୍ଛାବତୀ, ଅନଙ୍ଗରେଖା, ତ୍ରିପୁର ମୋହିନୀ, ମଦନ ମଞ୍ଜରୀ, ଶ୍ରୀରାମ ବିଳାସ। ଧନଞ୍ଜୟ ଭଞ୍ଜଙ୍କ 5ଟି ଲେଖା ହେଉଛି ଇଚ୍ଛାବତୀ, ଅନଙ୍ଗରେଖା, ତ୍ରିପୁର ମୋହିନୀ, ମଦନ ମଞ୍ଜରୀ, ଶ୍ରୀରାମ ବିଳାସ। ଉପେନ୍ଦ୍ର ଭଞ୍ଜଙ୍କର ରଚନା ହେଉଛି ଚିତ୍ରଲେଖା, ହେମମଞ୍ଜରୀ, ରସଲେଖା, କାମକଳା, ମନୋରମା, ପ୍ରେମଲତା, ଭାବବତୀ, ମୁକ୍ତାବତୀ, ବ୍ରଜଲୀଳା, ଛାନ୍ଦଭୂଷଣ, ଷଡ଼ଋତୁ, କଳାକୌତୁକ, ସୁଭଦ୍ରା ପରିଣୟ, ବୈଦେହୀଶ ବିଳାସ, ଅବନାରସ ତରଙ୍ଗ, ରାମଲୀଳାମୃତ, ଶେଷଚରିତ, ପ୍ରେମସୁଧାନିଧି, ରସିକହାରବଳୀ, କୁଞ୍ଜବିହାର, ରସପଞ୍ଚକ, ଲାବଣ୍ୟବତୀ, ପୁରୁଷୋତ୍ତମ ମାହାତ୍ମ୍ୟ, ଗୀତାବିତାନ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ତ୍ରୈଲୋକ୍ୟ ମୋହିନୀ। ହେଲା, ମୋର ଉପେନ୍ଦ୍ର ଭଞ୍ଜଙ୍କର ରଚନା ଗୁଡ଼ିକ କ'ଣ ନା ଚିତ୍ରଲେଖା, ହେମମଞ୍ଜରୀ, ରସଲେଖା, କାମକଳା, ମନୋରମା, ପ୍ରେମଲତା, ଭାବବତୀ, ମୁକ୍ତାବତୀ, ବ୍ରଜଲୀଳା, ଛାନ୍ଦଭୂଷଣ, ଷଡ଼ଋତୁ, କଳାକୌତୁକ, ସୁଭଦ୍ରା ପରିଣୟ, ବୈଦେହୀଶ ବିଳାସ, ଅବନାରସ ତରଙ୍ଗ, ରାମଲୀଳାମୃତ, ଶେଷଚରିତ,
ପ୍ରେମ ସୁଧାନିଧି, ରସିକାହାର ଭଳି, କୁଞ୍ଜବିହାର, ରସପଞ୍ଚକ, ଲାବଣ୍ୟବତୀ, ପୁରୁଷୋତ୍ତମ ମାହାତ୍ମ୍ୟ, ଗୀତାଭିଧାନ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ତ୍ରୈଲୋକ୍ୟ ମୋହିନୀ ଇତ୍ୟାଦି। ଚଉତିଶା ଚଉପଦୀ, ଗାହା ଦୋହା। ଗୀତାରେ ହେଉଛି ଛପଇ, ଗହା, ଦୋହା, ଚଉତିଶା, ଚଉପଦୀ ଭୂଷଣ। ପୌରାଣିକ କାବ୍ୟ ହେଉଛି ସୁଭଦ୍ରା ପରିଣୟ, ଅବନାରସ ତରଙ୍ଗ, ବଜ୍ରଲୀଳା, ରାମଲୀଳାମୃତ, କୃଷ୍ଣ ବିହାରୀ, ରାହାସଲୀଳା, କଳାକୌତୁକ, ବୈଦେହୀଶ ବିଳାସ। କାଳ୍ପନିକ କାବ୍ୟରେ ଯାଉଛନ୍ତି ହେମମଞ୍ଜରୀ, ଚିତ୍ରଲେଖା, ଲାବଣ୍ୟବତୀ, ରସଲେଖା, ସୁବର୍ଣ୍ଣରେଖା, କାମକଳା, ମନୋରମା, ପ୍ରେମଲତା, ଭାବବତୀ, ମୁକ୍ତାବତୀ, ପ୍ରେମସୁଧାନିଧି, ରସିକହାର ଭଳି, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ତ୍ରୈଲୋକ୍ୟ ମୋହିନୀ, ଚନ୍ଦ୍ରକଳା, ଚନ୍ଦ୍ରରେଖା, ଇଚ୍ଛାବତୀ, କଳାବତୀ, ଶଶିରେଖା, ଶୋଭାବତୀ। ଆଳଙ୍କାରିକ କାବ୍ୟ ହେଉଛି ଛାନ୍ଦଭୂଷଣ, ଚିତ୍ରକାବ୍ୟ, ବନ୍ଦୋଦୟ, ରସପଞ୍ଚକ। ଆଉ ରହିଲା ବିବିଧ ରଚନା, ଷଡ଼ଋତୁ, ଗୀତାଭିଧାନ, ପୁରୁଷୋତ୍ତମ ମାହାତ୍ମ୍ୟ। ଉପେନ୍ଦ୍ର ଭଞ୍ଜ ତାଙ୍କର କାବ୍ୟ ସମ୍ପର୍କରେ କେତେକ ସୂଚନା ପ୍ରଦାନ କରି ଲେଖିଛନ୍ତି। କଳଙ୍କବିହୀନ ମୋ ଗୀତ, ଖଳରାହୁରେ ଅଦୂଷିତ, ବିଚିତ୍ର ସୁଧାର ଏହି ସୁମନାବୃନ୍ଦ ସୁଖଦାୟୀ। ଘେନ ନୈଷଧ୍ୟ ପରାୟେ ଉପେନ୍ଦ୍ର ଭଞ୍ଜ କହେ, ବଧୂ ପ୍ରମୋଦ କରାଏ। କୋଟିବ୍ରହ୍ମାଣ୍ଡ ସୁନ୍ଦରୀରୁ। ବୈଦେହୀଶ ବେତାଙ୍ଗର ରଚନା ଆଉ ରହିଲା ବୈଦେହୀଶ ବିଳାସ, ସୁଭଦ୍ରା ପରିଣୟ, କଳାକୌତୁକ, ରାମଲୀଳାମୃତ, କୁଞ୍ଜବିହାରୀ, ଅବନାରସ ତରଙ୍ଗ। ଗୋପବନ୍ଧୁ ଦାସ ଗାଇଛନ୍ତି ଗାଏ ତୁମ ଗୀତ ସଭାରେ ପଣ୍ଡିତ। ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ଗୋପବନ୍ଧୁ ଦାସ ଗାଇଛନ୍ତି ଗାଏ ତୁମ ଗୀତ ସଭାରେ ପଣ୍ଡିତ, ପଥେ ପାନ୍ଥ ହୃଷ୍ଟମନା, ବୋଲେ ବୋଲେ ଚଷା, ଅନ୍ତପୁରେ ଚଷା, ନୃତ୍ୟ ରଙ୍ଗିବା ରଙ୍ଗନା। ତାଙ୍କର ସମସ୍ତ କାବ୍ୟ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ବିନ୍ୟାସରେ ଘଟିଛି। ତେଣୁକରି ଉପେନ୍ଦ୍ର ଭଞ୍ଜ ସ୍ୱୟଂ ଲେଖିଛନ୍ତି ମୂର୍ତ୍ତିମନ୍ତ କରି ମୃଦୁ ଗୀତ ବିଚାରଇ, ଏଣୁ କରିଥିବ ଅଳଙ୍କାର ଯୁକ୍ତ ହୋଇ। ଲାବଣ୍ୟବତୀ କାବ୍ୟରେ ଉପେନ୍ଦ୍ର ଅଳଙ୍କାର ପ୍ରୟୋଗ ବିବିଧ ପରୀକ୍ଷା କରିଛନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କେତୋଟି କାବ୍ୟର ଆଲୋଚନା ଦେଖିବା। ପ୍ରଥମେ ରସଲେଖା। ରସଲେଖା ଏହା 22 ଛାନ୍ଦ ବିଶିଷ୍ଟ କାଳ୍ପନିକ କାବ୍ୟ। ରସଲେଖା 22 ଛାନ୍ଦ ବିଶିଷ୍ଟ। ଏଥିରେ କବିଙ୍କର ହରିହର ଉପାସନାର ପରିଚୟ ମିଳେ। ସେଠାରେ ସେ ଚୋଳ ଦେଶର ରାଜକୁମାରୀଙ୍କର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ବିବାହ କଲେ। ହେଲା, ଏଥିରେ କବିଙ୍କର ଏହା ଏକଦା ବସନ୍ତ ଋତୁରେ କପିସାଞ୍ଜ ଋଷି ଶିଷ୍ୟମାନଙ୍କୁ ଅନ୍ୱେଷଣ କରି ରସୋଦୟ ବନରେ ପହଞ୍ଚିଲେ। ସେଠାରେ ସେ ଚୋଳ ଦେଶର ରାଜକୁମାରୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାଙ୍କୁ ବିବାହ କଲେ। ହେଲା, ଚୋଳ ଦେଶର ରାଜକୁମାରୀ ସହିତ କପିସାଞ୍ଜ ଋଷିଙ୍କର ଶିଷ୍ୟ ବିବାହ କଲେ। ଏହି ଦମ୍ପତିଙ୍କ
ଠାରୁ ରସଲେଖା ଜନ୍ମ ହେଲା। ଯୌବନ ପ୍ରାପ୍ତି ପରେ ରସଲେଖା ସଖୀମାନଙ୍କ ଗଣରେ ପୁଷ୍ପ ଚୟନ କରୁଥିବା ବେଳେ ସେଠାରେ ସୁଧାନିଧିପୁରର ରାଜା ଭାସ୍ୱଦେବଙ୍କର ପୁତ୍ର ବିଶ୍ୱଭୂତିଙ୍କ ସହ ସାକ୍ଷାତ ହେଲା। ଆମର ରସଲେଖା ସହିତ ବିଶ୍ୱଭୂତିଙ୍କ ସହ ଦେଖା ହେଲା। ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ। ଏହାପରେ ସେମାନଙ୍କର ବିବାହ, ମିଳନ, ବିଚ୍ଛେଦ, ପୁନର୍ମିଳନ ଘଟିଛି। ନାୟିକାର ନାମାନୁସାରେ କାବ୍ୟର ନାମକରଣ ହୋଇଛି ରସଲେଖା। ଯଥା ରସଲେଖାରୁ ପଦ୍ୟ: ଦିବ୍ୟସିଂହ ଗଜପତି ଅଙ୍କ ଶପଥ ବିଂଶତି ଶେଷ ଦିନେଶ ଏହୁ ଗୀତ ଦେଶେ ଦେଶେ ହେଉ ଖ୍ୟାତ ମହୁଏ ରସିକ ଚିତ୍ତ। ଦ୍ୱାଦଶ ଛାନ୍ଦ। ନେକ୍ସଟ ରଚନା ଭାବବତୀ। ଭାବବତୀ ଏହା 7 ଛାନ୍ଦ ବିଶିଷ୍ଟ ନାୟିକା ପ୍ରଧାନ କାଳ୍ପିକ କାବ୍ୟ। ଏହି କାବ୍ୟର ପ୍ରଥମ ଛାନ୍ଦ ଇଷ୍ଟସ୍ତୁତି ରହିଛି। ଭାବବତୀର ପ୍ରଥମ ଛାନ୍ଦ ଇଷ୍ଟସ୍ତୁତି ରହିଛି। ଇଏ ହେଉଛି 7 ଛାନ୍ଦ ବିଶିଷ୍ଟ। କେରଳର ରାଜା କୁସୁମସର ଓ ପଦ୍ମାବତୀଙ୍କ କନ୍ୟା ଭାବବତୀ ଏହି କାବ୍ୟର ନାୟିକା ହେଲା। ଆମର ଭାବବତୀ ହେଉଛି କେରଳ ରାଜା କୁସୁମସର ଆଉ ପଦ୍ମାବତୀଙ୍କ କନ୍ୟା ହେଉଛି ଭାବବତୀ। ତାଙ୍କର ରଚନା। ଚୋଳ ଦେଶର ରାଜା ମଧୁକର ଓ ଚନ୍ଦ୍ରାବତୀଙ୍କ ପୁତ୍ର ଏହି କାବ୍ୟର ନାୟକ। ସମଗ୍ର କାବ୍ୟରେ କାବ୍ୟ ନାୟକର ନାମ ଲେଖ ନାହିଁ। ବିବାହ ବୟସ ହେବାରୁ ରାଜା ମଧୁକର ଯୁବରାଜଙ୍କ ପାଇଁ କନ୍ୟା ଖୋଜାଇଥିଲେ। ମାଳିନୀ କୁମାରଙ୍କର ଚିତ୍ରପଟ ନେଇ କେରଳ ରାଜ୍ୟକୁ ଗମନ କଲେ। କୁମାରଙ୍କ ଚିତ୍ରପଟ ଦର୍ଶନ କରି ଭାବବତୀଙ୍କର ଅନୁଗ୍ରହ ବୃଦ୍ଧି ପାଇଲା। ଏକଦା ନାୟକ ମୃଗୟା ସକାଶେ ଅରଣ୍ୟକୁ ଯାଇଥିବା ବେଳେ ଅସୁରୀର କବଳରେ ପଡ଼ିଥିଲେ। ଫଳରେ ନାୟକ ନାୟିକା ବିରହ ଯନ୍ତ୍ରଣାରେ ଜର୍ଜରିତ ହେଲେ। ବର୍ଷା ଋତୁ ଆସିବାରୁ ସେମାନଙ୍କର ବିରହ ଯନ୍ତ୍ରଣା ବହୁଗୁଣିତ ହେଲା। ଏହାପରେ କୌଣସି ମୁନିଙ୍କର କରୁଣା ଓ ସାହାଯ୍ୟରୁ ଚୋଳ ରାଜକୁମାର ଅସୁରୀର କବଳରୁ ମୁକ୍ତ ହୋଇ ସ୍ୱଦେଶକୁ ପ୍ରତ୍ୟାଗମନ କଲେ। ଏହି କାବ୍ୟଟି ଏକ ରସାଳ କୃତି। ଏହା ରୀତି ଶୈଳୀରେ ଲିଖିତ। ଏହି କାବ୍ୟରେ କବି ମଙ୍ଗରାଜ ଉପାଧି ବ୍ୟବହାର କରିଛନ୍ତି। ଦୃଷ୍ଟାନ୍ତ ସ୍ୱରୂପ ସୀତାରାମ ପଦ୍ମଚରଣ ଗୁଣି ଉପଇନ୍ଦ୍ର ମଙ୍ଗରାଜ ଏଭଣି। ସପ୍ତପଦ ଏ ଛାନ୍ଦବଦ୍ଧ କବିତା। ଏହି କାବ୍ୟରେ ବର୍ଷା ଋତୁର ମନୋଜ୍ଞ ବର୍ଣ୍ଣନା ରହିଛି। ନେକ୍ସଟ ପ୍ରେମ ସୁଧାନିଧି। ପ୍ରେମ ସୁଧାନିଧି ଏହି କାବ୍ୟଟି 16 ଛାନ୍ଦ ବିଶିଷ୍ଟ କାଳ୍ପନିକ କାବ୍ୟ। ଏହା ଉପେନ୍ଦ୍ରଙ୍କର ଏକ ଲୋକପ୍ରିୟ କାବ୍ୟ। ଏହାର ବିଷୟବସ୍ତୁ ସଂକ୍ଷିପ୍ତ। ଶୀତ, ବସନ୍ତ, ଗ୍ରୀଷ୍ମ, ବର୍ଷା ଓ ଶରତ ଋତୁର ବିରହରେ ଅତିବାହିତ। ପରିଶେଷରେ ନାୟକ ନାୟିକା ପୁନର୍ମିଳନ ଘଟିଛି। ହେଲା। ପ୍ରେମ ସୁଧାନିଧିରେ ଆମର କୋଶଳ ରାଜ୍ୟର ରାଜା ଜାତଦେବଙ୍କ କୁମାର ଇନ୍ଦ୍ର ପରି ବୀର ଥିଲେ। କେରଳ ରାଜ୍ୟର ରାଜା ଜଗଜିତ୍ କନ୍ୟା ପ୍ରେମ ସୁଧାନିଧି ସୌନ୍ଦର୍ଯ୍ୟରେ ଅନୁପମ ଥିଲେ। ହେଲା। ଆମର ରାଜା କିଏ? ଜାତଦେବଙ୍କର କୁମାର
ଇନ୍ଦ୍ର ହେଲା। ଆଉ କେରଳ ରାଜ୍ୟର ରାଜା ଜଗଜିତ୍ କନ୍ୟା ହେଉଛନ୍ତି ପ୍ରେମ ସୁଧାନିଧି। ପାରମ୍ପରିକ ରୀତିରେ ଉଭୟ ବିବାହ ଅନୁଷ୍ଠିତ ହେଲା। ପ୍ରେମ ସୁଧାନିଧି ପୁଷ୍ପବତୀ ହେବା ପରେ ନାୟକ ଓ ନାୟିକାର ବୈବାହିକ ଜୀବନ ଆରମ୍ଭ ହେଲା। ଏହାପରେ ପିତ୍ରାଦେଶ ପାଳନ କରି କୁମାର ମାଳବ ଦେଶ ଗମନ କଲେ। ଫଳରେ ନାୟକ ଓ ନାୟିକାଙ୍କର ବିଚ୍ଛେଦ ଜନିତ ଦୁଃଖ ସୃଷ୍ଟି ହୋଇଛି। ପ୍ରେମ ସୁଧାନିଧି ଆମର ଯମକ ପ୍ରଧାନ କାବ୍ୟ। ପ୍ରେମ ସୁଧାନିଧି ଶୃଙ୍ଗାର ପ୍ରାଧାନ୍ୟ। କବିଙ୍କ ଉକ୍ତିରୁ ଯଥା ଉଜ୍ଜ୍ୱଳ ଉଜ୍ଜ୍ୱଳ ରସେ ଗୀତ ହଇବ ମାନସ ମାନସ ହଂସ ପ୍ରାୟେ କ୍ରୀଡ଼ିବ ଅମ୍ବୁଜ ଅମ୍ବୁଜ ଖଡ଼େ ହଇବ ସତ ସୁମନ ସୁମନ ଦେଇ ଶୁଣ ଚରିତ। ନେକ୍ସଟ ଲାବଣ୍ୟବତୀ ଏହା ଏକ କାଳ୍ପନିକ କାବ୍ୟ। 48 ଛାନ୍ଦ ବିଶିଷ୍ଟ ଲାବଣ୍ୟବତୀ ଏହି ଗ୍ରନ୍ଥ ଏକ ଯଥାର୍ଥ ରୀତି କାବ୍ୟ। ଏହି କାବ୍ୟଟିର ନାୟକ ହେଉଛନ୍ତି ଚନ୍ଦ୍ରଭାନୁ, ନାୟିକା ଲାବଣ୍ୟବତୀ। ଏଥିରେ ନାୟକ ଓ ନାୟିକାର ପୂର୍ବଜନ୍ମ ବୃତ୍ତାନ୍ତ, ପୂର୍ବରାଗ ମିଳନ, ବିଚ୍ଛେଦ, ପୁନର୍ମିଳନ ପର୍ଯ୍ୟାୟକ୍ରମେ ବର୍ଣ୍ଣିତ। ଲାବଣ୍ୟବତୀ ପୂର୍ବଜନ୍ମରେ ପାର୍ବତୀଙ୍କ ମାନସ କନ୍ୟା ବାଞ୍ଛାବତୀ ଥିଲେ। ଚନ୍ଦ୍ରଭାନୁ ପୂର୍ବଜନ୍ମରେ ପ୍ରଭାକର ନାମକ କ୍ଷତ୍ରିୟ ସନ୍ତାନ ଥିଲେ। ପ୍ରଭାକର ପରଜନ୍ମରେ ଚନ୍ଦ୍ରଭାନୁ ନାମରେ କର୍ଣ୍ଣାଟକ ରାଜା ଶଶିଶେଖର ଓ ରାଣୀ ଶଶିରେଖାଙ୍କ ପୁତ୍ର ରୂପେ ଜନ୍ମ ଗ୍ରହଣ କରିଥିଲେ। ସେହିପରି ବାଞ୍ଛାବତୀ ସିଂହଡ଼ା ରାଜା ରତ୍ନେଶ୍ୱର ଓ ରାଣୀ ବିଦ୍ୟୁତ୍ଲତାଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ। ପୁନର୍ଜନ୍ମରେ ସେ ଲାବଣ୍ୟବତୀ ହେଲେ। କବି ଉପେନ୍ଦ୍ର ନାୟକ ଚନ୍ଦ୍ରଭାନୁଙ୍କ ସକଳ ଗୁଣ ଅଧିକାରୀ ଭାବ ବର୍ଣ୍ଣନା କରିଛନ୍ତି ଯଥା ବେଦ ବେଦାନ୍ତେ ବିଧାତା ବ୍ୟାକରଣେ ହର ସଙ୍ଗୀତରେ ନାରଦ ଶୃଙ୍ଗାର ଶାସ୍ତ୍ରେ ମାର କବିପଣେ ଗଣେଶ ଜ୍ୟୋତିଷେ ବୃହସ୍ପତି ଅଶ୍ୱାରୋହେ ମିହିର ଭୈରବ ପରବତୀ। ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ଭ୍ରମନ୍ତି 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 ଭ୍ରମରେ ଶୋଭିତ ମଧ୍ୟ ଯମକ ଅହିମକର ତାପନାଶେ ସଭାସାର ଚକ୍ରେ ଅହିମକର ତାପନାଶେ ସଭାସାର ଚକ୍ରେ ସର୍ବଯମକ ଦେଖି ନବନୀଳିକା ବକାଳିକା ମାଳିକା ଆଳି କାଳି କାଳି କାନ୍ତ ସ୍ମରି ରକ୍ଷା କେମନ୍ତ କରି କରିବା ମତ କରି ଗତିକି ଏମନ୍ତ ବିଚାରି ଅନୁପ୍ରାସ ଯମକ। ନେକ୍ସଟ କଳା କୌତୁକ। କଳା କୌତୁକ ଏକ ଗୀତ ନାମକ ହେବ ଖ୍ୟାତକ କରୁଥିବେ ପ୍ରତି ପାଦରେ ବାସ ଆଦ୍ୟ ପ୍ରାନ୍ତକ। କଳା କୌତୁକ ଏହି କାବ୍ୟଟି 10 ଗୋଟି ଛାନ୍ଦରେ ଶ୍ରୀକୃଷ୍ଣଙ୍କ ଜନ୍ମ ବାଲ୍ୟଲୀଳା ଗୋପୀଙ୍କର କୃଷ୍ଣ ଓ ନାୟକ ଚନ୍ଦ୍ରିକାଙ୍କ ମିଳନ ଉଦ୍ୟମରେ ରଚିତ ହେଲା। କଳା କୌତୁକ ଆମର ଶ୍ରୀକୃଷ୍ଣଙ୍କ ବିଷୟରେ ରଚନା। ଏହା 10 ଛାନ୍ଦ ବିଶିଷ୍ଟ ଆଦ୍ୟ ନିୟମରେ ରଚିତ କଳା କୌତୁକ ଯଥା କଷ୍ଟକୁ ଜାଣିବେ ସୁକ ବି ଯେଉଁମାନେ ପ୍ରାଚିକ କି ଥାଉ ଭ୍ରମରେ ସେ ଖେଳ ସେହି ପରିପନ୍ଥିକ। ନେକ୍ସଟ ଅବନରସ ତରଙ୍ଗ। ଅବନରସ ତରଙ୍ଗ 12 ଗୋଟି କ୍ଷୁଦ୍ର କ୍ଷୁଦ୍ର ଛାନ୍ଦରେ ଅବନରସ ତରଙ୍ଗ
ରଚିତ। ଏହି କାବ୍ୟରେ ରାମଚନ୍ଦ୍ରଙ୍କର ଆବିର୍ଭାବରୁ ସୀତାହରଣ, ସୀତା ଉଦ୍ଧାର ଓ ଶ୍ରୀରାମଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ବର୍ଣ୍ଣିତ। ଏହି କାବ୍ୟ ଚତୁର୍ଥ ଛାନ୍ଦରେ ରାମଚନ୍ଦ୍ର କନ୍ଦର୍ପକୁ ସମ୍ବୋଧନ କରି ଯାହା କହିଛନ୍ତି, ତହିଁରୁ ଉପେନ୍ଦ୍ର ଭଞ୍ଜଙ୍କର କଳ୍ପନା ଚାତୁରୀ ଓ ଶବ୍ଦ ବିନ୍ୟାସର ଅପୂର୍ବ ସଫଳତା ଲକ୍ଷ୍ୟ କରାଯାଏ। ଯଥା: ଧନ୍ୟ ରଥେ ସନସର, ସ୍ୱଚ୍ଛ ଘନ ରସଭର, ସୁଗନ୍ଧ ଅମଳ ଶତ ବରସ୍ଥଳ। ହେଉଛି ଅବନା ରସତରଙ୍ଗ। ନେକ୍ସଟ ଛାନ୍ଦଭୂଷଣ। ଏହା କୃଷ୍ଣ ଲୀଳା ବିଷୟକ କାବ୍ୟ। 34 ଛାନ୍ଦ ବିଶିଷ୍ଟ। ଛାନ୍ଦଭୂଷଣ। କ ଠାରୁ କ୍ଷ ପର୍ଯ୍ୟନ୍ତ 34 ଗୋଟି ବର୍ଣ୍ଣକୁ ଆଦ୍ୟରେ ରଖି ରଚିତ ଛାନ୍ଦଭୂଷଣ। 34 ଛାନ୍ଦ ହେଲା। ଛାନ୍ଦଭୂଷଣରେ କ'ଣ କହିଛନ୍ତି କବି? କବିସ୍ତୁତି ଅନ୍ତରେ ଯେ ଏମନ୍ତ ଭାବିତ, କଲି କାମିନୀ ବର୍ଣ୍ଣକାର କରି ବହୁତ ଗୀତ। ଛାନ୍ଦଭୂଷଣ କୃଷ୍ଣଗାଥା ବର୍ଣ୍ଣନା, ଗୋପୀଭକ୍ତ ଭାବନା, ବୈଷ୍ଣବ ଚେତନାର ଏକ ସଫଳ ଅଭିବ୍ୟକ୍ତି। ନେକ୍ସଟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। 35 ଛାନ୍ଦ ବିଶିଷ୍ଟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ 35 ଛାନ୍ଦ ବିଶିଷ୍ଟ କାବ୍ୟରେ କବି ନୈଷଧୀୟ କାବ୍ୟର ଗୁଣ ଗ୍ରହଣ କରିଛନ୍ତି। ଯଥା: ଏ ତ ପରାକୃତ କାବ୍ୟ, ଛାନ୍ଦ ପ୍ରାନ୍ତ ସୁତ ଦୃଷ୍ଟ, ଦୃଷ୍ଟାନ୍ତର ଏଥି ଅଛି ବିଶେଷିତ। ନେକ୍ସଟ ସୁଭଦ୍ରା ପରିଣୟ। କାବ୍ୟଟି 17 ଛାନ୍ଦ ବିଶିଷ୍ଟ ସ୍ୱ-ଆଦ୍ୟ ଅକ୍ଷରରେ ରଚିତ। ସୁଭଦ୍ରା ପରିଣୟ। ସୁଭଦ୍ରା ଓ ଅର୍ଜୁନଙ୍କ ବିଷୟ ସୁଭଦ୍ରା ପରିଣୟରେ। କବିଙ୍କ ଭାଷାରେ ବର୍ଣ୍ଣନା। ସର୍ବପୁରେ ଯାଇ ପର୍ବତ କହିଲେ, ମହୀଜାତ ହେମ ମଞ୍ଜରୀ, ସୁଗନ୍ଧବତୀ ସ୍ୱଇଚ୍ଛାରେ ଚଳିତ ପତ୍ରାବଳୀରେ କି ମାଧୁରୀ। ନେକ୍ସଟ ରାମଲୀଳାମୃତ। ରାମଲୀଳାମୃତ କାବ୍ୟଟି 14 ଗୋଟି ଛାନ୍ଦରେ ପରିକଳ୍ପିତ। ରାମାୟଣର ଆଦିକାଣ୍ଡରୁ ଅର୍ଥାତ୍ ଶ୍ରୀରାମଙ୍କ ଜନ୍ମଠାରୁ ପରଶୁରାମଙ୍କ ଦର୍ପଭଞ୍ଜନ ପର୍ଯ୍ୟନ୍ତ ବିଷୟ ଏ କାବ୍ୟରେ ସ୍ଥାନିତ। ଏହି କାବ୍ୟଟି 520 ପଦରେ ରଚିତ ହୋଇଛି। ରାମଲୀଳାମୃତ 520 ପଦରେ ରଚିତ ହୋଇଛି। କାବ୍ୟର 14 ଗୋଟି ଛାନ୍ଦ, 11ଟି ସ୍ଥାନରେ କବି ବୀରବର ପଦବୀକୁ ବ୍ୟବହାର କରିଛନ୍ତି। ବୀରବର ପଦବୀକୁ ବ୍ୟବହାର କରିଛନ୍ତି। ଯଥା: ମହୁ ଭୁବନ 14 ଛାନ୍ଦ, ଗୀତରଞ୍ଜନ ପଦକୁ ପଦ। ସୁବୁଦ୍ଧି କାବ୍ୟ ପ୍ରଶଂସା ଏଥି ନିଶ୍ଚେ ସମ୍ଭବ ଯେ। ନେକ୍ସଟ ସୁବର୍ଣ୍ଣରେଖା। ସୁବର୍ଣ୍ଣରେଖା 5 ଛାନ୍ଦ ବିଶିଷ୍ଟ କାଳ୍ପନିକ କାବ୍ୟ। କୋଶଳ ରାଜ୍ୟର ରାଜକୁମାର, କାବ୍ୟର ନାୟକ ଏବଂ ଅନ୍ୟ କେଉଁ ଦେଶର ମନ୍ତ୍ରୀ କୁମାରୀ ସୁବର୍ଣ୍ଣରେଖା କାବ୍ୟର ନାୟିକା। ଏହା ଶୃଙ୍ଗାର ରସ ଭିତ୍ତିକ କାବ୍ୟ ସୁବର୍ଣ୍ଣରେଖା। ନେକ୍ସଟ ଚିତ୍ରକାବ୍ୟ ବନ୍ଦୋଦୟ। ଉପେନ୍ଦ୍ର ଭଞ୍ଜଙ୍କର ଏକ ସ୍ୱତନ୍ତ୍ର କୃତି ଚିତ୍ରକାବ୍ୟ ବନ୍ଦୋଦୟ। ତାଙ୍କର ପ୍ରାୟ ସମସ୍ତ କାବ୍ୟର ରଚିତ ହେବା ପରେ ସେ ଏଥିରେ ମନ ବଳାଇଥିଲେ। ଏହି କାବ୍ୟ ସମ୍ପର୍କରେ କବି ଲେଖିଛନ୍ତି, ଏଥୁ ଅନ୍ତେ ମେଧାବୀ ସୁବୁଦ୍ଧି, ବୁଝ ଚିତ୍ର ପ୍ରବନ୍ଧ ବନ୍ଦବିଧି। ନେକ୍ସଟ ବୈଦେହୀଶ ବିଳାସ। ବୈଦେହୀଶ ବିଳାସ ବ ଆଦ୍ୟ ନିୟମରେ ରଚିତ। ନେକ୍ସଟ
ରାମଚନ୍ଦ୍ର ପଟ୍ଟନାୟକ ଦେଖିବା। ନେକ୍ସଟ ଆମର ଉପେନ୍ଦ୍ର ଭଞ୍ଜ ସରିଲା, ଏବେ ଦେଖିବା ରାମଚନ୍ଦ୍ର ପଟ୍ଟନାୟକ। ରାମଚନ୍ଦ୍ର ପଟ୍ଟନାୟକ ଆମର ବଡ଼ମ୍ବାଗଡ଼ର ବ୍ୟବର୍ତ୍ତା ଭାଗୀରଥୀ ପଟ୍ଟନାୟକଙ୍କର ପୁତ୍ର ଥିଲେ। ସେ 2 ଗୋଟି କାବ୍ୟ ରଚନା କରିଥିଲେ, ତା ହେଉଛି ହାରାବତୀ ଆଉ ଅନୁରାଗବତୀ। ହାରାବତୀ 10 ଛାନ୍ଦ ବିଶିଷ୍ଟ ହେଲା, ହାରାବତୀ 10 ଛାନ୍ଦ ବିଶିଷ୍ଟ। ଆଉ ଅନୁରାଗବତୀ 14 ଛାନ୍ଦ ବିଶିଷ୍ଟ। ନେକ୍ସଟ ହଳଧର ପଟ୍ଟନାୟକ। ହଳଧର ପଟ୍ଟନାୟକ ଏତେ ଇମ୍ପୋର୍ଟାଣ୍ଟ ନୁହଁ। ନେକ୍ସଟ ବିଶ୍ୱନାଥ ଖୁଣ୍ଟିଆ। ଓଡ଼ିଶାରେ ରାମଲୀଳାର ପ୍ରଥମ ପ୍ରବର୍ତ୍ତକ ହେଉଛନ୍ତି ବିଶ୍ୱନାଥ ଖୁଣ୍ଟିଆ। ତାଙ୍କର ରଚନା ହେଉଛି ବିଚିତ୍ର ରାମାୟଣ। ବିଚିତ୍ର ରାମାୟଣ ଗ୍ରନ୍ଥର ପ୍ରଥମ ଛାନ୍ଦ ଆଦ୍ୟକାଣ୍ଡରେ ଦିବ୍ୟସିଂହ ଗଜପତିଙ୍କ ଉଲ୍ଲେଖ ରହିଛି। ଯେପରି ଶ୍ରୀ ଦିବ୍ୟସିଂହ ଗଜପତି ଶ୍ରୀ ଜଗନ୍ନାଥ ଶ୍ରୀଚରଣେ ଭଜ ରାମ ନାମର ମହିମା ପ୍ରକଟନ କରି କବି ଲେଖିଛନ୍ତି। ଏକା ରାମ ନାମ ବିଷ୍ଣୁ ସହସ୍ର ନାମ ଫଳ ଅଟଇ ଏ ମାନ ଏଣୁକରି ରାମଚରିତ ବଖାଣ କରିବାକୁ ହେଲା ମନ। ନେକ୍ସଟ ବିଶ୍ୱନାଥ ଖୁଣ୍ଟିଆଙ୍କ ରହିଛି ବିଚିତ୍ର ରାମାୟଣ। ବିଚିତ୍ର ରାମାୟଣର ସୁନ୍ଦରକାଣ୍ଡ ଅନ୍ତର୍ଗତ 8ମ ଛାନ୍ଦରେ ବର୍ଣ୍ଣିତ ବିଚିତ୍ର ରାମାୟଣ। ବିଚିତ୍ର ରାମାୟଣ ଲଙ୍କାକାଣ୍ଡ ଅନ୍ତର୍ଗତ 19 ଛାନ୍ଦ ବିଶିଷ୍ଟ। ଲଙ୍କାକାଣ୍ଡ 19 ଛାନ୍ଦ ବିଶିଷ୍ଟ। ନେକ୍ସଟ ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା। ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା ତାଙ୍କର ରଚନା ଗୁଡ଼ିକ ହେଉଛନ୍ତି ବ୍ରଜ ଲୀଳାମୃତ ସମୁଦ୍ର, ଲଳିତ ଲୋଚନା, ନିଷ୍ଠା ନୀଳମଣି। ଆମର ବ୍ରଜନାଥଗଡ଼ ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା। ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମାଙ୍କ କାଳ୍ପନିକ କାବ୍ୟ ଗୁଡ଼ିକ ହେଉଛି ଲଳିତ ଲୋଚନା, ମୋହନ କଳ୍ପଲତା। କୃଷ୍ଣ ପ୍ରେମ ଖ୍ୟାନମୂଳକ କାବ୍ୟ ଗୁଡ଼ିକ ହେଉଛି ଯୁଗଳ ରସାମୃତ ଲହରୀ, ଯୁଗଳ ରସାମୃତ ଭଉଁରୀ, ପ୍ରେମ ତରଙ୍ଗିନୀ, ଚିଟାଉ ଚନ୍ଦ୍ରୋଦୟ। ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମାଙ୍କର ସାମ୍ପ୍ରଦାୟିକ ରଚନା ଗୁଡ଼ିକ ହେଉଛି ନାମ ଚିନ୍ତାମଣି, ନୀଳମଣି, ନିଷ୍ଠା ନୀଳମଣି, ତତ୍ତ୍ୱ ତରଙ୍ଗିନୀ, ପାଟ ରତ୍ନାବଳୀ, କୁଞ୍ଜ ବିହାର, ଗୋବିନ୍ଦ ଗୁଣକୀର୍ତ୍ତନମାଳା, ବ୍ରତ ସୂର୍ଯ୍ୟୋଦୟ, ବ୍ରହ୍ମାଣ୍ଡ ମଣ୍ଡଳୀ, କୀର୍ତ୍ତନ ଉଜ୍ଜ୍ୱଳ। ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମାଙ୍କର ଜୀବନୀ ସାହିତ୍ୟ ଗୁଡ଼ିକ ହେଉଛି ବିଶ୍ୱମ୍ବର ବିହାର, ଗୌର ଚିନ୍ତାମଣି। ଅନୁବାଦ ଶ୍ରେଣୀୟ ସାହିତ୍ୟ ଗୁଡ଼ିକ ହେଉଛି ପ୍ରେମ କଳ୍ପଲତା, ବ୍ରଜ ଲୀଳାମୃତ ସମୁଦ୍ର, ଉଜ୍ଜ୍ୱଳ ନୀଳମଣି, ପ୍ରେମ ଚିନ୍ତାମଣି, ହରିଭକ୍ତି କଳ୍ପଲତା, ଶ୍ରୀକୃଷ୍ଣ ଚୈତନ୍ୟ ଚରିତାମୃତ ସାର, ଭଗବତ ଗୀତା। କବି ସୂର୍ଯ୍ୟ ବ୍ରହ୍ମାଙ୍କର ଶାସ୍ତ୍ରୀୟ ରଚନା ଗୁଡ଼ିକ ହେଉଛି ସଙ୍ଗୀତ ସଦାନନ୍ଦ, ବାଳବୋଧିନୀ, ସ୍ମର ଦୀପିକା। ଗୀତି କବିତା ଗୁଡ଼ିକ ହେଉଛି ଦୂତି ଚଉତିଶା, କୋଇଲି ଚଉତିଶା,
ନୂଆଗଡ଼, ଲଡ଼ୁକେଶ୍ୱର ଜଣାଣ, ଶ୍ରୀ ଚୈତନ୍ୟ ଜଣାଣ, ମନଶିକ୍ଷା। କବିସୂର୍ଯ୍ୟ ବ୍ରହ୍ମାଙ୍କର ସର୍ଜନାମୂଳକ କୃତି ମଧ୍ୟରୁ ରହିଛି ଯୁଗଳ ରସାମୃତ ଲହରୀ, ପ୍ରେମ ତରଙ୍ଗିନୀ, ପ୍ରେମ କଳ୍ପତରୁ, ନିଷ୍ଠା ନୀଳମଣି, ଚୌର ଚିନ୍ତାମଣି, ନାମ ଚିନ୍ତାମଣି ପ୍ରଭୃତି କତିପୟ କାବ୍ୟ ପ୍ରକାଶିତ। କବିଙ୍କର ଅବଶିଷ୍ଟ ରଚନା ଅପେକ୍ଷିତ। ପୁନଶ୍ଚ ଗୋବିନ୍ଦ ଗୁଣକୀର୍ତ୍ତନମାଳା, ବ୍ରତ ସୂର୍ଯ୍ୟୋଦୟ, ବ୍ରହ୍ମାଣ୍ଡ ମଙ୍ଗଳ, ଉଜ୍ଜ୍ୱଳ ନୀଳମଣି, ପ୍ରେମ ଚିନ୍ତାମଣି, ହରିଭକ୍ତି କଳ୍ପଲତା। ଲଳିତ ଲୋଚନ 52 ଛାନ୍ଦ ବିଶିଷ୍ଟ। ହେଲା। ଲଳିତ ଲୋଚନ ପ୍ରେମ କଳ୍ପଲତା କାବ୍ୟୋଦୟ ରଚନା ପରେ ତାଙ୍କର କାବ୍ୟ ଅଭିମୁଖ୍ୟ ବଦଳି ଯାଇଥିଲା। ପ୍ରେମ ଚିନ୍ତାମଣି, ନିଷ୍ଠା ନୀଳମଣି, ପ୍ରେମ କଳ୍ପଲତା, ତତ୍ତ୍ୱ ତରୁଗିଣୀ ପ୍ରଭୃତି ଗ୍ରନ୍ଥ ଗୌଡ଼ୀୟ ବୈଷ୍ଣବ ଧର୍ମ ମତବାଦ ଅନେକ କଥା ବ୍ୟାଖ୍ୟା ରହିଛି। ନେକ୍ସଟ ବୃନ୍ଦାବତୀ ଦାସୀ। ତାଙ୍କର ଏକମାତ୍ର ସାରସ୍ୱତ କୃତି ହେଉଛି ପୂର୍ଣ୍ଣତମ ଚନ୍ଦ୍ରୋଦୟ। ବୃନ୍ଦାବତୀ ଦାସୀଙ୍କର। ହେଲା। ନେକ୍ସଟ ଅଭିମନ୍ୟୁ ସାମନ୍ତ ସିଂହାର। ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚନା ଗୁଡ଼ିକ ହେଉଛି ବାଲ୍ୟକାଳରୁ ତାଙ୍କର କବିତ୍ୱ ସ୍ଫୁଟି ଅଛି। ଯଦି ବାଘ ଗୀତ, ଚଢ଼େଇ ଗୀତ, ବଲେ ଗୁଉଁଠି ଗୀତ, ବିଦଗ୍ଧ କବି ଅଭିମନ୍ୟୁଙ୍କ କାବ୍ୟ କୃତି ମଧ୍ୟରେ ରହିଛି ପ୍ରେମ କଳା, ସୁଲକ୍ଷଣା, ରସବତୀ, ପ୍ରେମ ଚିନ୍ତାମଣି, ବିଦଗ୍ଧ ଚିନ୍ତାମଣି। ହେଲା। ଅବଶ୍ୟ କାବ୍ୟର ନାମକରଣ ସମ୍ପର୍କରେ କବି ଲେଖିଛନ୍ତି ପ୍ରେମରେ ମହିଳା ଏତ ମମକାନ୍ତ କର୍ମ, ପ୍ରେମ କଳା ନାମ ହେବ ବିହିତ ଏ କର୍ମ। ପ୍ରେମ କଳା 24 ଛାନ୍ଦ ବିଶିଷ୍ଟ। ଏହା ଏକ କାଳ୍ପନିକ କାବ୍ୟ। ରସବତୀ 32 ଛାନ୍ଦ ବିଶିଷ୍ଟ। ଏକ କାଳ୍ପନିକ କାବ୍ୟ ରସବତୀ। କବିଙ୍କର ସୁଲକ୍ଷଣା 100 ଆଦ୍ୟ ନିୟମରେ ରଚିତ। ଏହି କାବ୍ୟର ଲକ୍ଷଣ ସମ୍ପର୍କ କବି ଲେଖିଛନ୍ତି ସୁଲକ୍ଷଣା ନାମରେ ଏ କବିତ୍ୱ ହୋଇବ ସରସ ଲକ୍ଷଣକାରେ ବିରାଜିତ ହେବ। ପ୍ରେମ ଚିନ୍ତାମଣି 68 ଛାନ୍ଦ ବିଶିଷ୍ଟ ଏକ ତାତ୍ତ୍ୱିକ ରଚନା। ଏଥିରେ ପ୍ରେମ ତତ୍ତ୍ୱ ସମ୍ପର୍କିତ ମତ ଗୁଡ଼ିକ କବି ଉଲ୍ଲେଖ କରିଛନ୍ତି। ପ୍ରେମ ଚିନ୍ତାମଣି କାବ୍ୟଟି ଅଭିମନ୍ୟୁଙ୍କର ରାଧାକୃଷ୍ଣ ପ୍ରେମ ସମ୍ପର୍କିତ ଏକ ସାର୍ଥକ ରଚନା। ବିଦଗ୍ଧ ଚିନ୍ତାମଣି କାବ୍ୟ ରଚନା ମୂଳରେ ଯେଉଁ ପୂର୍ବସୂରୀ ଲେଖକଙ୍କର ବୈଷ୍ଣବ ଗ୍ରନ୍ଥମାନଙ୍କ ମୁଖ୍ୟ ଭୂମିକା ରହିଛି। ଏହା ବ୍ୟତୀତ ଅଭିମନ୍ୟୁଙ୍କ ସୃଜନୀ ଆଉ ରହିଛି। ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚନା ରହିଛି ଲଳିତ ମାଧବ, ଉଜ୍ଜ୍ୱଳ ନୀଳମଣି, ଭକ୍ତି ରସାମୃତ ସିନ୍ଧୁ ପ୍ରଭୃତି ବୈଷ୍ଣବ ଗ୍ରନ୍ଥ ବିଶେଷ ଭାବରେ ପ୍ରଭାବିତ। ସେହିପରି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କର ଯୁଗଳ ରସାମୃତ ଲହରୀ, ଚୌର ଚିନ୍ତାମଣି, ଉପେନ୍ଦ୍ର ଭଞ୍ଜ, ଲାବଣ୍ୟବତୀ, ବୈଦେଶ୍ୟ ବିଳାସ।
ନେକ୍ସଟ ଚନ୍ଦ୍ରଶେଖର ଭଞ୍ଜ। ଚନ୍ଦ୍ରଶେଖର ଭଞ୍ଜ ତାଙ୍କର ରଚନା ଗୁଡ଼ିକ ହେଉଛି ଦମୟନ୍ତୀ ବିଳାସ, ରାଘବ ଲୀଳାମୃତ, ସୁଲୋଚନା ବିହାର, ପ୍ରେମ ମଞ୍ଜରୀ, ଶ୍ରୀକୃଷ୍ଣ କଳାନିଧି। ବୈଦ୍ୟ ରାଜବଂଶାବଳୀରେ ଉଲ୍ଲେଖ କରିଛନ୍ତି କବି। ନଳ ରାଜା ଚରିତ ଯହିଁରେ ବଖାଣିଲେ, ବେଳାସୋତ୍ତର ଦମୟନ୍ତୀ ସୋ ନାମ ଦେଲେ। ରାମଚନ୍ଦ୍ର ଚରିତ ନିବନ୍ଧ କଲେ ଯାହା, ରାଘବ ଲୀଳାମୃତ ନାମକୁ ଦେଲେ ତାହା। ରାଜକବି ଚନ୍ଦ୍ରଶେଖର ଭଞ୍ଜ ମହାକବି ଶ୍ରୀହର୍ଷଙ୍କ ରଚିତ ନୈଷଧପରାୟ ଚରିତ୍ର ଅବଲମ୍ବନରେ 38 ଛାନ୍ଦ ବିଶିଷ୍ଟ ଦମୟନ୍ତୀ ବିଳାସ ରଚନା କରିଛନ୍ତି। ଦମୟନ୍ତୀ ବିଳାସ କେତେ ଛାନ୍ଦ? 38 ଛାନ୍ଦ ବିଶିଷ୍ଟ। ଜନକା ସୁତା ବାମାରେ, ବାତ ସୁତ ପୁରତରେ, ସୌମିତ୍ରୀ ସ୍ଥିତ ଚରମରେ। ନେକ୍ସଟ ବିଦଗ୍ଧ ଚିନ୍ତାମଣି ଉଚ୍ଚକୋଟୀର ବୈଷ୍ଣବ କାବ୍ୟ। କବି ଏହି କାବ୍ୟକୁ 108 ଛାନ୍ଦରେ ପୂରଣ କରିବାର ଭାବନା ରଖିଥିଲେ। ହେଲା, ତିରୋଧାନ ଯୋଗୁଁ ପୂରଣ କରିବା ଭାବନା ରଖିଥିଲେ। ତାଙ୍କର ତିରୋଧାନ ଯୋଗୁଁ ଗ୍ରନ୍ଥଟି ମାତ୍ର 96 ଛାନ୍ଦରେ ଅସମ୍ପୂର୍ଣ୍ଣ ରହିଲା। ବିଦଗ୍ଧ ଚିନ୍ତାମଣି ହେଲା 108 ଛାନ୍ଦରେ ଲେଖିବା ପାଇଁ ସେ ଚାହିଁଥିଲେ, କିନ୍ତୁ ଯେହେତୁ ତାଙ୍କର ମୃତ୍ୟୁ ହୋଇଗଲା, ତେଣୁକରି 96 ଛାନ୍ଦ ପର୍ଯ୍ୟନ୍ତ ହିଁ ଲେଖିଥିଲେ। ଚନ୍ଦ୍ରଶେଖର ଭଞ୍ଜ। ନେକ୍ସଟ ଚନ୍ଦ୍ରଶେଖର ଭଞ୍ଜ କବି ଉପେନ୍ଦ୍ରଙ୍କ ପଦାଙ୍କନକରଣ କରି ସେ ଦମୟନ୍ତୀ ବିଳାସ, ରାଘବ ଲୀଳାମୃତ, ସୁଲୋଚନା ବିହାର, ପ୍ରେମ ମଞ୍ଜରୀ, କୃଷ୍ଣ କଳାନିଧି ପ୍ରଭୃତି କାବ୍ୟ ରଚନା କରିଥିଲେ। ରାଜକବିଙ୍କର ସମ୍ପର୍କରେ ବୈଦ୍ୟ ରାଜବଂଶାବଳୀର ଉଲ୍ଲେଖ ଅଛି, ଯଥା ନଳ ରାଜା ଚରିତ ଯହିଁରେ ବଖାଣିଲେ, ବିଳାସୋତ୍ତର ଦମୟନ୍ତୀ ସୋ ନାମ ଦେଲେ। ରାଜକବି ଚନ୍ଦ୍ରଶେଖର ଭଞ୍ଜ ମହାକବି ଶ୍ରୀହର୍ଷଙ୍କର ରଚିତ ନୈଷଧୀୟ ଚରିତ ଅବଲମ୍ବନରେ 38 ଛାନ୍ଦ ବିଶିଷ୍ଟ ଦମୟନ୍ତୀ ବିଳାସ ରଚନା କରିଛନ୍ତି। ଦମୟନ୍ତୀ ବିଳାସ କେତେ ଛାନ୍ଦ? 38 ଛାନ୍ଦ। କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଲାବଣ୍ୟବତୀ କାବ୍ୟ ପ୍ରଭାବରେ ପରିଲକ୍ଷିତ। ଚନ୍ଦ୍ରଶେଖର ଲେଖିଛନ୍ତି, ଶୁଣ ସଂଖ୍ୟା ବାନଗଣ, ଭାରତବର୍ଷରେ ପୂର୍ବ ଅକୁପାର ତଟେ ଉତ୍କଳ ଦେଶରେ। ପ୍ରେମ ମଞ୍ଜରୀ ଏକ ପ୍ରେମାଖ୍ୟାନମୂଳକ କାଳ୍ପନିକ କାବ୍ୟ, ଏକ ନାୟିକା ପ୍ରଧାନ କାବ୍ୟ। କାବ୍ୟର ନାୟକ ମଲ୍ହାର ରାଜା ବିଶ୍ୱକେତୁ ଏବଂ ନାୟିକା କେରଳର ରାଜକନ୍ୟା ପ୍ରେମ ମଞ୍ଜରୀ। ଉଭୟଙ୍କର ପ୍ରେମ ବିବାହ, ବିଚ୍ଛେଦ ଓ ପୁନର୍ମିଳନ କାବ୍ୟର ବିଷୟବସ୍ତୁ। ନେକ୍ସଟ ରାମଦାସ। ପ୍ରସିଦ୍ଧ ଦାର୍ଢ଼୍ୟତା ଭକ୍ତି ରସାମୃତ ଗ୍ରନ୍ଥର ରଚୟିତା ରାମଦାସ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଡୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ରାମଦାସ 55 ଜଣ ବିଶିଷ୍ଟ ଭକ୍ତଙ୍କର ଜୀବନୀ ଉଲ୍ଲେଖ ରହିଛି। ନେକ୍ସଟ ବ୍ରଜନାଥ ଗଡ଼ଜେନା।
ତାଙ୍କର ରଚନା ଗୁଡ଼ିକ ହେଉଛି ବିଚକ୍ଷଣା, କେଳିକଳାନିଧି, ଗୋପୀବିଳାସ, ଅମ୍ବିକା ବିଳାସ, ବିଦେଶାନୁଚିନ୍ତା, ଶ୍ୟାମରସୋତ୍ସବ, ଦଶପଇ, ରାଜନଙ୍କୁ, ଛଳୋକ୍ତି, ରାଜସଭା, ଚଣ୍ଡୀମାଳଶ୍ରୀ, ସମର ତରଙ୍ଗ, ଗୁଣ୍ଡିଚା ବିଜେ, ଚତୁର ବିନୋଦ। ବିଚକ୍ଷଣା କାବ୍ୟଟି ବୋ ଆଦ୍ୟ ନିୟମରେ ରଚିତ। ଭୋ ବା ବି ବୁ ବେ ବୈ କ୍ରମରେ ପ୍ରବନ୍ଧ ରଚିତ। ବିଚକ୍ଷଣା ମନେ ରଖିବେ। ଯଥା ବିନା ଆଜ୍ଞାରେ ଯାହାର ନ ଚଳେ ତୃଣ, ବିଚାରି ମୁଁ ତାକୁ କରିଛି ଶରଣ। ବିଧି ରଚନାରେ ନାହିଁ ମୋର ପରାହୀନ, ବିବିଧି ପାପ ବିଧାନେ ମୁଁ ମୋ ସମାନ। ସମର ତରଙ୍ଗ ଏକ ଉଚ୍ଚକାଟିର କାବ୍ୟ। ଢେଙ୍କାନାଳ ରାଜା ତ୍ରିଲୋଚନ ମହେନ୍ଦ୍ର ବାହାଦୁର ଓ ମରହଟ୍ଟାଙ୍କ ମଧ୍ୟରେ ସଂଗଠିତ ହୋଇଥିବା ଯୁଦ୍ଧ ବର୍ଣ୍ଣନା ଏଥିରେ ବର୍ଣ୍ଣିତ ବିଚକ୍ଷଣାରେ ହେଲା। ସମର ତରଙ୍ଗ। ସମର ତରଙ୍ଗ କାବ୍ୟରେ ଯୁଦ୍ଧ ବର୍ଣ୍ଣନାରେ କବିଙ୍କର ସଫଳତା ଲକ୍ଷ୍ୟ କରାଯାଏ। ଏଥିରେ ବହୁ ଆରବୀ ଓ ପାର୍ସୀ ଶବ୍ଦର ପ୍ରୟୋଗ ରହିଛି ସମର ତରଙ୍ଗରେ। ଯଥା ସମର ତରଙ୍ଗ ଏ ଗୀତର ନାମ, ଯେ ବା ମରଦ କଲ ସେହି ଘେନି ମୋହେ। ଶ୍ୟାମରସୋତ୍ସବ। ଶ୍ୟାମରସୋତ୍ସବ କାବ୍ୟଟି 12 ଛାନ୍ଦ ସମ୍ବଳିତ। କେତେ ଛାନ୍ଦ? 12। ଏହା 100 ଅକ୍ଷର ନିୟମରେ ରଚିତ। ବୃନ୍ଦାବନ ଧାମରେ ଶ୍ରୀକୃଷ୍ଣ ଗୋପାଙ୍ଗନାମାନଙ୍କର ଶରତକାଳୀନ ରାସକ୍ରୀଡ଼ା ଏଥିରେ ବର୍ଣ୍ଣିତ। ଶ୍ୟାମରସୋତ୍ସବରେ ଯଥା ଶିଶୁ ବୁଦ୍ଧି ହୋଇ ମୋର ଅତ୍ୟନ୍ତ ସାହସ, ଶ୍ରୀକୃଷ୍ଣ ରାସ ବର୍ଣ୍ଣିବି ବଳୁଛି ମୋ ଆସ ହେ। ଅମ୍ବିକା ବିଳାସ 41 ଛାନ୍ଦ ବିଶିଷ୍ଟ। କାବ୍ୟଟି ଓ ଅକ୍ଷର ନିୟମରେ ରଚିତ। ଅମ୍ବିକା ବିଳାସ ଏଥିରେ ଶିବ ପାର୍ବତୀଙ୍କ ବିବାହ, କାର୍ତ୍ତିକଙ୍କ ଜନ୍ମ ବିଷୟରେ, ତାରକାସୁର ନିଧନ ପ୍ରଭୃତି ବର୍ଣ୍ଣନା। ଗୋପୀବିଳାସ। ଗୋପୀବିଳାସ କାବ୍ୟଟି 6 ଗୋଟି ଦୀର୍ଘ ବୋଲି ରହିଛି। ଗୋପୀବିଳାସରେ କେଳିକଳାନିଧି କାବ୍ୟଟି 16 ଛାନ୍ଦ ବିଶିଷ୍ଟ। ଚତୁର ବିନୋଦ ଗ୍ରନ୍ଥ 1755-65। ଚତୁର ବିନୋଦ ଆଧୁନିକ ଧର୍ମୀ ଗଦ୍ୟ ବେଶ୍ ନିକଟବର୍ତ୍ତୀ। ସଂସ୍କୃତ ସାହିତ୍ୟରେ ପଞ୍ଚତନ୍ତ୍ର, ମିତ୍ରଲାଭ, ହିତୋପଦେଶ ଛାୟାରେ ରଚିତ ଏହି ଗ୍ରନ୍ଥରେ ହାସ୍ୟ ବିନୋଦ, ରସ ବିନୋଦ, ନୀତି ବିନୋଦ ଓ ବୃତ୍ତି ବିନୋଦ ଏହିପରି 4 ଗୋଟି ବିନୋଦ ସମାରୋହ ରହିଛି। ଏଥିରେ ପ୍ରଧାନ ଗଳ୍ପ ସହ 17 ଗୋଟି ଉପଗଳ୍ପ ଓ ଶାଖା ଗଳ୍ପ ସଂଯୋଜିତ ହୋଇଛି। ରାଜପୁତ୍ର ମୋହନାଙ୍ଗ ଓ ସାଧବ କନ୍ୟା ଚଞ୍ଚଳାକ୍ଷୀର ପ୍ରେମ କାହାଣୀ ଚତୁର ବିନୋଦରେ। ନେକ୍ସଟ ତ୍ରିବିକ୍ରମ ଭଞ୍ଜ। ତ୍ରିବିକ୍ରମ ଭଞ୍ଜ ତାଙ୍କର ଜନ୍ମସ୍ଥାନ କୁଲାଡ଼ଗଡ଼। ପିତାଙ୍କର ନାମ କୃଷ୍ଣ ଭଞ୍ଜ। ତାଙ୍କର ରଚନା ହେଉଛି କନକଲତା ଆଉ ଶ୍ରୀକୃଷ୍ଣ ବିଳାସ। ନେକ୍ସଟ ବିନାୟକ ସିଂହ ମାନଧାତା। ତାଙ୍କ ରଚନା ହେଉଛି ନବଦୁର୍ଗା ମଣ୍ଡନ, ନବଦୁର୍ଗେଶୁ, କ୍ଷିତିରକ୍ଷକ, ରସକଳ୍ପଲତା। ନେକ୍ସଟ ଯଦୁମଣି ମହାପାତ୍ର। ଯଦୁମଣି ମହାପାତ୍ର 1881 ମସିହା ଜାନୁଆରୀ 8 ତାରିଖ ପୌଷ ଶୁକ୍ଳ ତ୍ରୟୋଦଶୀ ସୋମବାର ଦିନ ଗଞ୍ଜାମ ଜିଲ୍ଲାର ଆଠଗଡ଼ ତାଲୁକା ସ୍ଥିତ ମଥୁରା ଗ୍ରାମରେ ଜନ୍ମ। ଯଦୁମଣି ମହାପାତ୍ର
ତାଙ୍କର ରଚନା ଗୁଡ଼ିକ ହେଉଛି ରାଘବ ବିଳାସ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ଯଦୁମଣି ମହାପାତ୍ରଙ୍କର ରଚନା। ରାଘବ ବିଳାସ କାବ୍ୟର ରଚନା। ଏହି କାବ୍ୟରେ ପ୍ରତ୍ୟେକ ଛାନ୍ଦ ଭଣିତା ନୟାଗଡ଼ର ରାଜା ବିନାୟକ ସିଂହ ମାନାଧାତାଙ୍କ ନାମରେ ରଖାଯାଇଛି। ରାଘବ ବିଳାସ କାବ୍ୟରେ ସେ ଲେଖିଛନ୍ତି, ରାଘବ ତୋଷ ନାମ ରାଘବ ବିଳାସ, ଭାବ ଲାଭକୁ ପ୍ରକାଶ ବିଦୁଷ ଶ୍ରେଣୀ, ଧ୍ୟାୟୀ ରାସନ ନଗ୍ର ଅଗ୍ରଣୀ, ତରଣୀ ବଂଶବଦ୍ଧ ଏ ଶରଣେ ଭଣିତ। ରାଘବ ବିଳାସ 52 ଛାନ୍ଦ ବିଶିଷ୍ଟ। ଏହି କାବ୍ୟର ପ୍ରାରମ୍ଭରେ କବି ଭୂଦେବ ବ୍ରାହ୍ମଣମାନଙ୍କୁ ସ୍ତୁତି କରିଛନ୍ତି। ରାଘବ ବିଳାସ 52 ଛାନ୍ଦ ବିଶିଷ୍ଟ, ମନେ ରଖିବେ। ନେକ୍ସଟ ଚକ୍ରଧର ଭଞ୍ଜ। ଚକ୍ରଧର ଭଞ୍ଜ ସେ 5 କୋଟି କାବ୍ୟର ସ୍ରଷ୍ଟା। ପିତାଙ୍କର ପରି ଚକ୍ରଧର ଭଞ୍ଜ କବି ପରିଣୟ ମଧ୍ୟ ଦକ୍ଷ ଥିଲେ। ତାଙ୍କ ଦ୍ୱାରା ଲିଖିତ କୃତି ଗୁଡ଼ିକ ହେଉଛି ରତ୍ନମାଳା କାବ୍ୟ, ନବଘନ ଚଉତିଶା, ସପ୍ତରାଗ ଚଉତିଶା, ଜଳଦ ଚଉତିଶା, ରସବାରିଧି ଚଉତିଶା, ରସିକପ୍ରିୟ ଚଉତିଶା, ରସନିଧି ଚଉତିଶା, ମଧୁବନ ଚଉତିଶା, ରସିକ ଜୀବନ ଚଉତିଶା, କୋକିଳ ଚଉତିଶା, ବନପ୍ରିୟ ଚଉତିଶା। ନେକ୍ସଟ ନିସଙ୍ଗ ରାୟ ରାଣୀ। ନିସଙ୍ଗ ରାୟ ରାଣୀ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଜନ୍ମ। ସେ ଥିଲେ ଗଞ୍ଜାମ ଜରୋଡା ରାଜ୍ୟର ଥାଟ ରାଜାଙ୍କ କନ୍ୟା। ତାଙ୍କର ରଚନା ହେଉଛି ପଦ୍ମାବତୀ ଅଭିଳାଷ। ନିସଙ୍ଗ ରାୟ ରାଣୀଙ୍କ ରଚନା ପଦ୍ମାବତୀ ଅଭିଳାଷ। କାନନ ବର୍ଣ୍ଣନା। ନେକ୍ସଟ ନୀଳାମ୍ବର ବିଦ୍ୟାଧର। ନୀଳାମ୍ବର ବିଦ୍ୟାଧରଙ୍କ ରଚନା ହେଉଛି ପ୍ରସ୍ତାବ ଚିନ୍ତାମଣି। ନେକ୍ସଟ ଭୀମାଧିବର, ତାଙ୍କ ରଚନା କପଟପାସ। ଭୀମାଧିବର। ନେକ୍ସଟ ଅରକ୍ଷିତ ଦାସ। ଅରକ୍ଷିତ ଦାସଙ୍କ ରଚନା ହେଉଛି ଅରକ୍ଷିତ ଦାସ ଭକ୍ତି ଟୀକା। ନେକ୍ସଟ ହାଡ଼ିଦାସ। ହାଡ଼ିଦାସଙ୍କ ରଚନା ଅନନ୍ତ ଗୁପ୍ତ ଟୀକା, ନୀଳମାଧବ ଗୀତା, ହନୁମନ୍ତ ଗୀତା, ଭାବନାବର, ଶଙ୍ଖନାଭି କ୍ଷେତ୍ର ମାହାତ୍ମ୍ୟ, କାଳଜ୍ଞାନ, ଲକ୍ଷ୍ମୀର ବିଳାସ, ଅନନ୍ତ ଗୋଇ, ଶଙ୍ଖନାଭି ଭୈରବ ସ୍ତୁତି। ନେକ୍ସଟ ଭକ୍ତଚରଣ ଦାସ। ଭକ୍ତଚରଣ ଦାସଙ୍କର ରଚନା ଗୁଡ଼ିକ ହେଉଛି ମଥୁରା ମଙ୍ଗଳ କାବ୍ୟ, ମନବୋଧ ଚଉତିଶା ଏବଂ କଳା କଳେବର ଚଉତିଶା। କବି ସୂର୍ଯ୍ୟ ବଳଦେବ ରଥ। କବି ସୂର୍ଯ୍ୟ ବଳଦେବ ରଥ କବି ସୂର୍ଯ୍ୟ ଉପାଧି ଆଠଗଡ଼ର ରାଜାଙ୍କ ଠାରୁ ରାୟଗୁରୁ ଉପାଧି ଏବଂ ଖୋର୍ଦ୍ଧା ରାଜାଙ୍କ ଠାରୁ ମହାପାତ୍ର ଉପାଧି ପ୍ରାପ୍ତ ହୋଇଥିଲେ। ସୁତରାଂ ଓଡ଼ିଆ ଜନସମାଜରେ ସେ କବି ସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ର ନାମରେ ପ୍ରସିଦ୍ଧ ଅର୍ଜନ କରିଥିଲେ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ତାଙ୍କର ରଚନା। ଏହି କୃତିଟି ସଂସ୍କୃତ ଗଦ୍ୟ ଓ ଓଡ଼ିଆ ପଦ୍ୟରେ ଲିଖିତ। କାରଣ କୁହାଯାଇଛି ଗଦ୍ୟ ପଦ୍ୟମୟ କାବ୍ୟ ଚମ୍ପୁରୀତି ଭିଦୀୟତେ।
ଏହି କାବ୍ୟଟି କ ଠାରୁ କ୍ଷ ପର୍ଯ୍ୟନ୍ତ କ୍ରମାନ୍ୱୟରେ ପାଦର ଆଦ୍ୟ ଅକ୍ଷର ରୂପରେ ବ୍ୟବହାର କରି 34 ଗୋଟି ପଦରେ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। ଏହି କାବ୍ୟଟି ଆଠଗଡ଼ର ବାଲୁକେଶ୍ୱର ହରିଚନ୍ଦନଙ୍କ ନାମରେ ଭଣିତା କରାଯାଇଛି। ଏଇଟା ମନେ ରଖିବେ। କ ଚମ୍ପୁ ଗୀତରେ ଲେଖାଯାଇଛି, କି ହେଲାରେ କହିତ ନୁହୋଇ ଭାରତୀରେ, କାଲି ଯାଦୁରୁ ଦେଖି କଳନା କଲା ମୋ ଆଖି, କଳା ଇନ୍ଦିବର ଆରତିରେ। ରାଧା କହୁଛନ୍ତି ଲଳିତାକୁ। କଲବଲ ଛଟପଟ ହୋଇଯାଉଛି ନିପଟ, ସମ୍ବେଶ ଅସନ ବିରତିରେ ଇତ୍ୟାଦି। ନେକ୍ସଟ କାବ୍ୟ ହେଉଛି ଚନ୍ଦ୍ରକଳା। ଏହା ଏକ ଅସମ୍ପୂର୍ଣ୍ଣ କାଳ୍ପନିକ ଛାନ୍ଦ କାବ୍ୟ। ଜଳନ୍ଧରର ରାଜା ଜଳନ୍ଧରଠାରେ ଅବସ୍ଥାନ କରୁଥିଲା ସମୟରେ କବି ଏହି କାବ୍ୟଟିକୁ ରଚନା କରିଛନ୍ତି। ଏହି କାବ୍ୟଟି ଜଳନ୍ଧର ରାଜା ରାମଚନ୍ଦ୍ର ଛଟରାୟଙ୍କର ନାମରେ ଭଣିତା ହୋଇଛି। ଚନ୍ଦ୍ରଟିକା ହେଲା, ଜଳନ୍ଧରର ରାଜା ରାମଚନ୍ଦ୍ର ଛଟରାୟଙ୍କର ନାମରେ ଭଣିତା ହୋଇଛି। କାବ୍ୟଟିର ମଙ୍ଗଳାଚରଣରେ କବି ଲେଖିଛନ୍ତି, ଜୟ ଲବଣ ଜଳଧି ତୀର ଅଳଙ୍କାର, ଜୟ ଜମ୍ବୁଦୀପ କମ୍ବୁ ମଧ୍ୟ କ୍ଷେତ୍ର ବରହେ। ନେକ୍ସଟ କବି ସୂର୍ଯ୍ୟ ବଳଦେବ ରଥଙ୍କର ନେକ୍ସଟ ରଚନା ତାଙ୍କର ରଚନା ହେଉଛି ସଙ୍ଗୀତାବଳୀ, ଚଉତିଶା, ମହାବାହୁ ଚଉତିଶା, ବିରହୀ ଚଉତିଶା, ମଞ୍ଜୁଳା ଚଉତିଶା, ମୋହନ ଚଉତିଶା, ସଖୀ ଚଉତିଶା, କାମଦୁହା ଚଉତିଶା। କବି ସୂର୍ଯ୍ୟ ଛାନ୍ଦ ପିୟୁଷରେ ସଂକଳିତ ହୋଇଛି। ବସନ୍ତ ବର୍ଣ୍ଣନା, ବର୍ଷା ଋତୁ ବର୍ଣ୍ଣନା, ନାୟକ ଅନୁଚିନ୍ତା, କୁଞ୍ଜ ମିଳନରେ ନାୟକର ଚାଟୁକ୍ତି, ଖଣ୍ଡିତା ନାୟିକା, ନାୟକ ଚାଟୁ, କିଶୋରୀ ଓ କିଶୋର, ଜଗତ କେବଳ କାହାକୁ କହିବା, ଶିଖଣ୍ଡ ମୁକୁଟ, ଶିଖିଛ ଲାଭ, ଚାହିଁଲା ତ ନାନା, ସେ ପୀରତି, ସେ କିଛି ପଦ୍ୟ ଇତ୍ୟାଦି। କବି ସୂର୍ଯ୍ୟ ଆଉ ଦୁଇ ଗୋଟି ଉଲ୍ଲେଖ କୃତି ହେଉଛି କବି ସୂର୍ଯ୍ୟ ପ୍ରେମୋଦୟ ଚମ୍ପୁ ଏବଂ ରତ୍ନାକର ଚମ୍ପୁ। ନେକ୍ସଟ ଦଶମ ଅଧ୍ୟାୟ ପ୍ରାଚୀନ ଗୀତି କବିତାର ବିବିଧ ରୂପ। ଭଜନ। ଭଜନର ସାଧାରଣ ଅର୍ଥ ହେଉଛି ଈଶ୍ୱରଙ୍କୁ ଭଜିବା। ଭଜନ ଶବ୍ଦ ସଂସ୍କୃତ ଭଜ ଧାତୁରୁ ଉତ୍ପନ୍ନ। ଭଜ ଧାତୁର ଅର୍ଥ ପୂଜା, ଅର୍ଚ୍ଚନା, ଉପାସନା। ଭଜ ଧାତୁରେ ଅନ୍ ଯୁକ୍ତ ହୋଇ ଯେଉଁ ଭଜନ ଶବ୍ଦ ଗଠିତ ହୁଏ। ମହାପ୍ରଭୁ ଭକ୍ତ ଦୁଃଖରେ ଦୁଃଖୀ, ବ୍ରଜଲୀଳା କର ଗମନ, ମୁଖେ ଭଜ ରାମକୃଷ୍ଣ ସାରି, ଶ୍ରୀ ପୁରୁଷୋତ୍ତମ ଜୀବ ଇତ୍ୟାଦି। ଭଜନ ବହୁତ ପ୍ରକାର ରହିଛି। ନେକ୍ସଟ ଜଣାଣ। ଇଏ ଆସେନି, ଚଉତିଶା ଆସେ। ପ୍ରାଚୀନ ଗୀତି କବିତାର ବିବିଧ ରୂପ ମଧ୍ୟରୁ ଚଉତିଶା ଅନ୍ୟତମ। ବର୍ଣ୍ଣମାଳାର କ ଠାରୁ କ୍ଷ ପର୍ଯ୍ୟନ୍ତ 34 ଗୋଟି ଅକ୍ଷରକୁ କ୍ରମ ଭାଗରେ ଆଦ୍ୟରେ ରଖି ରଚନା କରାଯାଇଥିବା ଗୀତି ହିଁ ଚଉତିଶା। ଓଲଟ ଚଉତିଶା ବା ବିପରୀତ ଚଉତିଶା ହେଉଛି କ୍ଷ ଠାରୁ କ ପର୍ଯ୍ୟନ୍ତ 33 ବର୍ଣ୍ଣ। ପାଞ୍ଚ ଭାଗରେ ବ୍ୟକ୍ତ କରାଯାଇଛି, ଯଥା ଭକ୍ତିମୂଳକ ଚଉତିଶା, ପ୍ରୀତିମୂଳକ ଚଉତିଶା, ପୌରାଣିକ ଚଉତିଶା, ତତ୍ତ୍ୱ ପ୍ରଧାନ ଚଉତିଶା, ବିବିଧ ଚଉତିଶା। କେତେକ ଭକ୍ତିମୂଳକ ଚଉତିଶା ହେଉଛି ଦୀନକୃଷ୍ଣଙ୍କ ଆର୍ତ୍ତତ୍ରାଣ ଚଉତିଶା, କୀର୍ତ୍ତିବାସଙ୍କ ବାଲୁକେଶ୍ୱର ଜଣାଣ ଚଉତିଶା, ଦୟାନନ୍ଦ ଦାସଙ୍କର
ବାନାମ୍ବର ଚଉତିଶା, କପିଳେଶ୍ୱର ବିଦ୍ୟାଭୂଷଣଙ୍କର ଶିବ ଆର୍ତ୍ତତ୍ରାଣ ଚଉତିଶା ପ୍ରଭୃତି। ସେହିପରି ପ୍ରୀତିମୂଳକ ଚଉତିଶା ହେଉଛି ଧନଞ୍ଜୟ ଭଞ୍ଜଙ୍କର କେଳିକଳ୍ପଦ୍ରୁମ ଚଉତିଶା, ଉପେନ୍ଦ୍ର ଭଞ୍ଜଙ୍କର ଚିଟାଉ ଚଉତିଶା, କବିସୂର୍ଯ୍ୟ ବଳଦେବରଥଙ୍କର ଜାଇଫୁଲ ଚଉତିଶା, ବାଣପୁର ନରପତିଙ୍କର ଚନ୍ଦ୍ରମୁଖୀ ଚଉତିଶା, ନରେନ୍ଦ୍ରଙ୍କର ପ୍ରାଣବନ୍ଧୁ ଚଉତିଶା, ବ୍ରଜରାଜ ସିଂହଙ୍କର ବଳାହକ ଚଉତିଶା, ହରିଚରଣ ଭଞ୍ଜଙ୍କର ନୀଳକଣ୍ଠ ଚଉତିଶା। ପୌରାଣିକ ଚଉତିଶାରେ ଯିବେ ଆମର ବତ୍ସା ଦାସଙ୍କ କଳସା ଚଉତିଶା, ଦୀନକୃଷ୍ଣଙ୍କର ରାଧାକୃଷ୍ଣ ଚଉତିଶା, ବାଲୁକେଶ୍ୱରଙ୍କର ମୋହନା ଚଉତିଶା, ଶ୍ୟାମଘନଙ୍କର ହଂସଦୂତ ଚଉତିଶା, ଭ୍ରମର ସିଂହଙ୍କର କଳାନିଧି ଚଉତିଶା, ଉପେନ୍ଦ୍ର ଭଞ୍ଜଙ୍କର ଯମକରାଜ ଚଉତିଶା, ଭକ୍ତଚରଣ ଦାସଙ୍କର ମନବୋଧ ଚଉତିଶା, ନନ୍ଦାବାଈଙ୍କର ନନ୍ଦାବାଈ ଚଉତିଶା, ଦ୍ୱାରକା ଦାସଙ୍କର ମରୁଆ ଫୁଲ ଚଉତିଶା, କବି ରବିଙ୍କର ପାକ୍ୟେଲା ଚଉତିଶା, କାଶୀନାଥ କବିଙ୍କର ଭାବାର୍ଥ ଚଉତିଶା, ଚତୁର୍ଭୁଜ ପଟ୍ଟନାୟକଙ୍କର ଜୀବନୀ ଚଉତିଶା। ଦୃଷ୍ଟାନ୍ତ ସ୍ୱରୂପ ଦୀନବନ୍ଧୁ ମହାପାତ୍ରଙ୍କର ଚମତ୍କାର ଚଉତିଶା, ଦନାଇ ଦାସଙ୍କର ପହଲି ଚଉତିଶା, ବଜୁରୀ ଦାସଙ୍କର ଭଲମନ୍ଦ ଚଉତିଶା, ଦୀନକୃଷ୍ଣ ଦାସଙ୍କର ରାଧା ଦର୍ଶନ ଚଉତିଶା, ଅମୃତନିଧି ଚଉତିଶା, ଅନୁରାଗ ରତ୍ନ ଚଉତିଶା, ଦୃଷ୍ଟାନ୍ତ ଚଉତିଶା, ଗୋପୀ ସନ୍ଦେଶ ଚଉତିଶା, ଶ୍ରୀ ରାଧିକା ସ୍ମରଣ ଚଉତିଶା, ବଉଳା ଚଉତିଶା, ବାନ୍ଧବୀ ଚଉତିଶା, ଉଦ୍ଧବ ଚଉତିଶା। ସାଧୁଚରଣ ଆଉ ଦୀନକୃଷ୍ଣଙ୍କର ରହିଛି ଆର୍ତ୍ତତ୍ରାଣ ଚଉତିଶା, ନବଘନ ଚଉତିଶା, ସ୍ନାନ ଚଉତିଶା, ଘନଶ୍ୟାମ ଚଉତିଶା। ସାଧୁଚରଣ ଦାସଙ୍କର ଜଗବନ୍ଧୁ ଜଣାଣ ଚଉତିଶା, ପ୍ରେମ ଚିନ୍ତାମଣି ଚଉତିଶା, ମଙ୍ଗରାଜଙ୍କର ସୀତାନୁଚିନ୍ତା ଚଉତିଶା, ଭବନୀଙ୍କର ରାମଚନ୍ଦ୍ର ଜଣାଣ ଚଉତିଶା, ବଂଶୀଧର ଦାସଙ୍କର ବଉଳା ଚଉତିଶା, କ୍ଷତ୍ରିବର ଦେଓଭଦ୍ରଙ୍କର ସପ୍ତରାଗ ଚଉତିଶା, ଗୋପୀନାଥଙ୍କର ମଥୁରା ବିଜେ ଚଉତିଶା, ପରମାନନ୍ଦଙ୍କର ନବଘନ ଚଉତିଶା, ସୀତାବିଚ୍ଛେଦ ଚଉତିଶା, ଭୂପତି ପଣ୍ଡିତଙ୍କର ଉଦ୍ଧବ ଚଉତିଶା, ଶ୍ରୀକରଙ୍କର ଗୋପୀଜୀବନ ଚଉତିଶା, ଭ୍ରମରବର ରାୟଙ୍କର ଚନ୍ଦ୍ରାବଳୀ ଚଉତିଶା, ଦାଶରଥ ଦାସଙ୍କର ଅଭିନା ଚଉତିଶା, ଲୋକନାଥଙ୍କର ବା ଚଉତିଶା, ଦାମୋଦରଙ୍କର ରସକୁଲ୍ୟା ଚଉତିଶା, ଦନାଇ ଦାସଙ୍କର ସାନ କନଡ଼ା ଚଉତିଶା, ପୀତାମ୍ବର ଭଞ୍ଜଙ୍କର କିଶୋରୀ ଚଉତିଶା, ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମାଙ୍କର ସଙ୍ଗିନୀ ଚଉତିଶା, ନିତ୍ୟାନନ୍ଦ ଦାସଙ୍କର ରାଧାମୋହନ ଚଉତିଶା, ମଦନଙ୍କର ରାଧା ମାଧବ ଚଉତିଶା, କେଶବଙ୍କର ରାଧା ବିରହ ଚଉତିଶା, ଦୈବକ୍ୟ ବଳରାମଙ୍କର କୋଳାହଳ ଚଉତିଶା, ଲୋକନାଥ ଧୀବରଙ୍କର ରସକଦମ୍ବ ଚଉତିଶା, କୃପାସିନ୍ଧୁ ସୁମନ୍ତଙ୍କର ସାରଙ୍ଗଦୂତ ଚଉତିଶା, ଉଦ୍ଧବ ଚଉତିଶା, ବିଷ୍ଣୁ ଦାସଙ୍କର ମନ୍ଦାକିନୀ ଚଉତିଶା, ବର୍ଷା ଭାବନା ଚଉତିଶା, ବିପ୍ର କପିଳଙ୍କର ବା ଚଉତିଶା। ଚଉପଦୀ ଦେଖିବା। ଚତୁଷ୍ପଦର ରଚନାକୁ ସାଧାରଣତଃ ଚଉପଦୀ କୁହାଯାଏ। ରାଗ ଓ ତାଳରେ ରଚିତ ସଙ୍ଗୀତକୁ ଚଉପଦୀ କୁହାଯାଏ। ଏହା 5 କିମ୍ବା 6 ପଦରେ ମଧ୍ୟ ରଚିତ ଚଉପଦୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଚଉପଦୀ ସାହିତ୍ୟର ପ୍ରବକ୍ତା ଭାବରେ ଗ୍ରହଣ କରାଯାଏ। ଉପେନ୍ଦ୍ର ଭଞ୍ଜ ଚତୁଷ୍ପଦୀଭୂଷଣର ସ୍ରଷ୍ଟା। ଗୋବିନ୍ଦ ରଥଙ୍କର ଚତୁଷ୍ପଦୀ ଚନ୍ଦ୍ରୋଦୟ, ଗୋବର୍ଦ୍ଧନ ପଟ୍ଟନାୟକଙ୍କର ଚତୁଷ୍ପଦୀ ମାଳା। ନେକ୍ସଟ କୋଇଲି। ଅଜୟ କୁମାର ରଥଙ୍କର ଚଉପଦୀ ସର୍ବସାର। ନରସିଂହପତିଙ୍କର ଚଉପଦୀ ଲହରୀ। ଗୋବର୍ଦ୍ଧନ ପଟ୍ଟନାୟକଙ୍କର ଚଉପଦୀ ମାଳା, ଚଉପଦୀ କଳା।
ଗୋବିନ୍ଦ ରାଉତଙ୍କର ଚୌପଦୀ ଚନ୍ଦ୍ରୋଦୟ। ନେକ୍ସଟ କୋଇଲି। କ ଠାରୁ କ୍ଷ ପର୍ଯ୍ୟନ୍ତ ଅକ୍ଷର କ୍ରମରେ ଲିଖିତ କୋଇଲି। କୋଇଲି କବିତା ହେଉଛି ସନ୍ଦେଶ ଗୀତିକା। କୋଇଲି କବିତା 34 ବର୍ଣ୍ଣମାଳାର କ ଠାରୁ କ୍ଷ ପର୍ଯ୍ୟନ୍ତ ଅକ୍ଷର କ୍ରମରେ ବର୍ଣ୍ଣିତ। କୋଇଲିରେ ଲ ସମ୍ବୋଧନ ହୋଇଥାଏ। କ'ଣ କ'ଣ ରହିଛି? ମାର୍କଣ୍ଡେୟ ଦାସଙ୍କର କେଶବ କୋଇଲି, ଶଙ୍କର ଦାସଙ୍କର ବାରମାସୀ କୋଇଲି, ବଳରାମ ଦାସଙ୍କର କାନ୍ତ କୋଇଲି, ଜଗନ୍ନାଥ ଦାସଙ୍କର ଅର୍ଥ କୋଇଲି, ଲୋକନାଥଙ୍କର ଜ୍ଞାନୋଦୟ କୋଇଲି। ପୋଇ। ପୋଇ ମଧ୍ୟଯୁଗୀୟ ଓଡ଼ିଆ ଗୀତି କବିତା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ରୀତି। ଏହା ସଂସ୍କୃତ ପଦୀ ଶବ୍ଦରୁ ଆସିଛି ବା ଗୃହୀତ। ସଂସ୍କୃତରେ ଅଷ୍ଟପଦୀ ଚତୁର୍ପଦୀ ଶୈଳୀରୁ ଏହା ଗୃହୀତ। ପୋଇରେ ସ୍ୱର୍ଗ ସଂଖ୍ୟା 6 ଏବଂ ପ୍ରତ୍ୟେକ ସ୍ୱର୍ଗ ପଦ ସଂଖ୍ୟା 6। ବିପ୍ର କଣ୍ଠ ଦାସଙ୍କ ରଚିତ 9 ପୋଇ, ଉପେନ୍ଦ୍ର ଭଞ୍ଜଙ୍କ ପୂର୍ବବର୍ତ୍ତୀ କବି ଦ୍ୱାରକା ଦାସଙ୍କ ସପ୍ତ ପୋଇ, ଉପେନ୍ଦ୍ର ଭଞ୍ଜଙ୍କ 16 ପୋଇ, ଯୁବ ଭଞ୍ଜଙ୍କର 10 ପୋଇ, ବ୍ରଜନାଥ ଗଡ଼ଜେନାଙ୍କର 10 ପୋଇ, ଭୁବନେଶ୍ୱର କବିଚନ୍ଦ୍ରଙ୍କର 10 ପୋଇ। ନେକ୍ସଟ ବୋଲି। ଲୋକ ପ୍ରଚଳିତ ଭାଷାରେ ଏକମାତ୍ର ସରଳ ଛନ୍ଦ ବୃତ୍ତରେ ରଚିତ ଗୀତିକାକୁ ବୋଲି କୁହାଯାଏ। ସପ୍ତଦଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ ବୋଲି ରଚନାର ପରମ୍ପରା ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୋଲିକୁ ବେଶ ସ୍ୱୀକୃତ ପ୍ରଦାନ କରିଛନ୍ତି। ରସପଞ୍ଚକ ଗ୍ରନ୍ଥରେ ଲେଖାଅଛି ବୋଲି ଛାନ୍ଦ ଚୌପଦୀ ଚଉତିଶା ଢଗ ପଞ୍ଚବିଧି ଗୀତିରେ ଥିବା। ନେକ୍ସଟ ଚମ୍ପୁ। ସାହିତ୍ୟ ଦର୍ପଣ ଗ୍ରନ୍ଥରେ ବିଶ୍ୱନାଥ କବିରାଜ କହିଛନ୍ତି ଗଦ୍ୟ ପଦ୍ୟାତ୍ମକ କାବ୍ୟ ଚମ୍ପୁ ରୀତି ଭିତ୍ତିକ। ସୁତରାଂ ଗଦ୍ୟ ପଦ୍ୟାତ୍ମକ ରଚନାକୁ ଚମ୍ପୁ କୁହାଯାଏ। ଗୁଣ୍ଡିଚା ଚମ୍ପୁ। ଚକ୍ରପାଣି ପଟ୍ଟନାୟକଙ୍କର ଗୁଣ୍ଡିଚା ଚମ୍ପୁ, ପୁରୁଷୋତ୍ତମ ରଥଙ୍କର ବାମନ ଚମ୍ପୁ, ଭୁବନେଶ୍ୱର ମିଶ୍ର ବଡ଼ପଣ୍ଡାଙ୍କର ବାମଣ୍ଡା ଚମ୍ପୁ, ରାଜବଂଶ ଶାସନ ଚରିତର ଚମ୍ପୁ, ଭାଗୀରଥୀ ମିଶ୍ରଙ୍କର ନବକିଶୋର ଚମ୍ପୁ, ଜଗନ୍ନାଥ ମିଶ୍ରଙ୍କର ଉତ୍ସବତରଙ୍ଗିଣୀ ଚମ୍ପୁ, ଯଦୁନାଥ ସିଂହଙ୍କର ପ୍ରେମସାଗର ଚମ୍ପୁ, ସୁଦର୍ଶନ ମିଶ୍ରଙ୍କର ପରିଣୟ ଚମ୍ପୁ, କିଶୋରଚନ୍ଦ୍ରାନବ ଚମ୍ପୁ ପ୍ରସିଦ୍ଧ। କ ଠାରୁ କ୍ଷ ପର୍ଯ୍ୟନ୍ତ ରଚନା କିଶୋରଚନ୍ଦ୍ରାନବ ଚମ୍ପୁ। ଗୋବିନ୍ଦ ରାୟଗୁରୁଙ୍କର ବୃନ୍ଦାବନ ଚମ୍ପୁ, ଶ୍ୟାମସୁନ୍ଦର ଦାସଙ୍କର ଜାତୀୟ ଚମ୍ପୁ, ବିଶ୍ୱନାଥ ଦେବ ବର୍ମାଙ୍କର ରାଧାଗୋବିନ୍ଦ ଚମ୍ପୁ, ଲାଲମୋହନ ପଟ୍ଟନାୟକଙ୍କର ଜୀବନ ଚମ୍ପୁ, ଗୋପୀନାଥ ସିଂହଙ୍କର ଅଚ୍ୟୁତାନନ୍ଦ ଚମ୍ପୁ, ମହେନ୍ଦ୍ର ସିଂହ ସାମନ୍ତଙ୍କର ବୃନ୍ଦାବନ ଚନ୍ଦ୍ର ବିନୋଦ ଚମ୍ପୁ, କବି ହରିଙ୍କର ନାମରେ ଭଣିତା ରାମାୟଣ ଚମ୍ପୁ, କିଶୋରଚନ୍ଦ୍ର ରାଜେନ୍ଦ୍ରଙ୍କର ଝୁଲଣ ଚମ୍ପୁ, ନିତ୍ୟାନନ୍ଦ ପ୍ରକାଶ ବ୍ରହ୍ମଚାରୀଙ୍କର ମୋହନାନନ୍ଦ ଚମ୍ପୁ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଚଟକ ଚନ୍ଦ୍ରହାସ ଚମ୍ପୁ। ଛାନ୍ଦ। ସଂସ୍କୃତ ଛନ୍ଦ୍ ଶବ୍ଦରୁ ଛାନ୍ଦ ଶବ୍ଦ ନିଷ୍ପନ୍ନ। ମଧ୍ୟଯୁଗୀୟ କେତେକ କବି। ବନମାଳୀ ଦାସ। ତାଙ୍କର ଜନ୍ମ 1790-91। ବନମାଳୀ ଦାସ ବନମାଳୀ ଦାସଙ୍କର ରଚନା ଗୁଡ଼ିକ ହେଉଛି
କିଏ ମୁରଲି ବଜାଉଛି ବୃନ୍ଦାବନେ ଗୋ, ହେ ମୋହନ ପାଶୋରି ଦେଲ କି ମନୁ। ନିକୁଞ୍ଜେ ମୁରଲି ବାଜୁଛି, ସଞ୍ଜ ମୟୂର ଶୋଭୁଅଛି। କେଡ଼େ ହଟିଆରେ ସେ ଶ୍ୟାମ ନାଗର, ଶ୍ୟାମ ନାଗର ହେ ଏ ବେଶ ହଇବ ନାହିଁ। ଶ୍ୟାମ ପ୍ରୀତି ପରମାଦ, ସଖିଏ ତାଙ୍କୁ ଦେଖିଲି ଟଳେ। ପ୍ରୀତି ବୋଲେ ଯଉଁ ଦୁଇ ଅକ୍ଷରକୁ ସଜନି, କହ ନାହିଁ ତାର ଘର। ଯମୁନା ଯିବା ନହିଲା ମତି ଇତ୍ୟାଦି। ନେକ୍ସଟ ଗୋପାଳକୃଷ୍ଣ ପଟ୍ଟନାୟକ। ଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ସାର୍ଥକ ଗୀତି କବିତା ରଚନାରେ ଅପୂର୍ବ ସଫଳ ଲାଭ କରିଛନ୍ତି। ତାଙ୍କର ରଚନା ହେଉଛି ଶ୍ୟାମକୁ ଜୁହାର, ତା ପ୍ରୀତିକୁ ଜିହାର। ଶ୍ୟାମ ଅପବାଦ ଲାଗିଥାଉ, କଦମ୍ବ ବନେ ବଂଶୀ ବାଜିଲାରେ। ମୋହନ ରୀତି ଚିହ୍ନା ପଡ଼ିଲା ମା, କାନନର ବିତାନରେ ଏ କି ଗାନ ଶୁଭୁଛି ମୋ। ବ୍ରଜକୁ ଚୋର ଆସିଛି, ସୁଷମା ନନୀ ମାନିନୀ ଗଜଗାମିନୀ ତେଜୋମାନରେ। ବଜେନ୍ଦ୍ର କୁମାର ତରଣୀ ନୟନା, ତରୁଣୀରେ ଆଜୁ କଲା କେତେ ହରବର। ରସ ମାନସ ରାଧେରେ, ସଙ୍ଗିନୀରେ ରାସ ରଙ୍ଗିନୀରେ। ଉଠିଲୁ ଏଡ଼େ ବେଗେ କାହିଁକିରେ ଦୁଃଖୀ ଧନ ଇତ୍ୟାଦି। ନେକ୍ସଟ ଗୌରହରି ପରିଚ୍ଛା। ଗୌରହରି ପରିଚ୍ଛାଙ୍କର ରଚନା ହେଉଛି ବସ୍ତ୍ରାପହରଣ ଚଉତିଶା। ନେକ୍ସଟ ସୋମନାଥ ସିଂହ, ମଧ୍ୟଯୁଗୀୟ କବି। ସୋମନାଥ ସିଂହ, ତାଙ୍କର ରଚନା କ'ଣ? ଗୌରଚରଣ ଅଧିକାରୀ। ଗୌରଚରଣ ଅଧିକାରୀଙ୍କର ରଚନା ହେଉଛି 1875 ପଶାଖେଳ ଶରତ ରାସ ଚମତ୍କାର ଚନ୍ଦ୍ରିକା। ବ୍ରଜନାଥ ଗଡ଼ଜେନା ଗୌରଚରଣ ଅଧିକାରୀ। କବିଚନ୍ଦ୍ର ହନୁମାନ ରାୟଗୁରୁ, ତାଙ୍କ ରଚନା ଗୁଡ଼ିକ ହେଉଛି ରାଧାଗୋବିନ୍ଦ ଚମ୍ପୁ, ବୃନ୍ଦାବନ ଚମ୍ପୁ, ମାନଭଞ୍ଜନ ଚମ୍ପୁ, ରାଧାପ୍ରେମ ଲୀଳା, ରାସ ପଞ୍ଚଧାଇ, ଅଭିନବ ଚୌପଦୀ, ରତ୍ନାକର, ପତିତ ପାବନାଷ୍ଟକ, କିଶୋର କୋଇଲି, ରାମ କୋଇଲି। ତ ଆଜିର ଆଲୋଚନା ଏଥିରେ ସମାପ୍ତ ରହୁଛି। ନମସ୍କାର।